ओके आज आम आउ टिके इंटराक्ट हेबा राइट कौन इंटराक्ट हेबा हाँ मु कहबा चाहिए कोच वेंकटेश गोटे प्ले स्टोर रे गोटे आप अच्छी ऑलरेडी हो सारानी मुझे आपको इंस्ट्रक्शन देवी से आप इंस्टॉल करदेवे मोबाइल रे से मेडिटेशन आपंकर प्रति छवि मेडिटेशन राइट केते दिन लगे मुझे कही पार्नी कहीं टेक्निकली कम चली हेले तुरंत मुझे आपको ग्रुप रे शेयर करी आ निजर यूजर आईडी पासवर्ड समस्त इंडिविजुअल रहिबो राइट तो आम स्टार्टिंग करिया दी मिनिट भितर आप कथा हे राइट बेसी आम लंबा लंबा कर कथा हबानी राइट ए दी चार्टा पॉइंट भितर आम सीमित रखिया ओके तो संजय कुमार नायक स्टार्टिंग करिया ओके ସାର୍ ନମସ୍କାର ଆପଣଙ୍କୁ। नमस्कार 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 केमती अच्छा भल ଆଉ अच्छा ଭଲ ଆଜ୍ଞା। ଆପଣଙ୍କର कहतु ए କ୍ଲାସ ଜିନିଷଟା ତ ମୁଁ ବହୁତ ଦିନ ହେଲା ଖୋଜୁଥିଲି ବଟ ଆପଣଙ୍କର ମାଧ୍ୟମରୁ ପାଇଲି ବହୁତ ବଢିଆ ଆଜ୍ଞା। ବହୁତ ଶିଖିବା ପାଇଁ ମିଳିଲା ଆଜ୍ଞା ଯୋଉଟା କି ଇମାଜିନ ବାହାର ଆଜ୍ଞା ତ ଭାଷାରେ ମୁଁ ଆଉ ବୁଝେଇ ପାରିବିନି ଯେ କେତେ କଣ ଶିଖିଲି ବହୁତ ବଢିଆ ଆଜ୍ଞା। ଆଉ ଏଇଟାକୁ ଆମେ ନେଇକି କାର୍ଯ୍ୟ କରିବା କି ଆଗକୁ ଯିବା ପାଇଁ ବହୁତ ଆମକୁ ସାହାଯ୍ୟ କରିବ ଆଜ୍ଞା। ଇମାଜିନ ବାହାରେ ସାହାଯ୍ୟ କରିବ ଆଜ୍ଞା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। मोर क्वेश्चन आपनको जहाँ भी मु ज्ञान देली जहाँ भी आपको रास्ता देखली से रास्ताରେ ଆପଣ ଯିବା ପାଇଁ मेंटाली प्रिपेयर ଅଛନ୍ତି ଆଜ୍ଞା 100% ସାର୍। କୌଣସି ହଣ୍ଡ- ଭଟକିବେନି ନାଇଁ ସାର୍ ବାଧା ପୁରା ବାଧା ଆଜ୍ଞା। चलो बहुत सुंदर बहुत सुंदर बहुत सुंदर थैंक यू नेक्स्ट आसवा दिगंबर महापात्र अनम्यूट करंतु ସାର୍ ନମସ୍କାର। नमस्कार नमस्कार कुहନ୍ତୁ। 6 ବହୁତ ଦିନରେ ଭଲ ଯାହା ଶିଖିଲେ କଣ ନମସ୍କାର ଶିଖିଲେ ନିଜକୁ ସାଟିସ୍ଫାଏ ପାଇଲେ କି ନାଇଁ ଆଉ ହଁ ଯାହା ବି ଶିଖିଲେ ସାଟିସ୍ଫାଏ ତାକୁ ଜୀବନରେ ଆପଣ ବ୍ୟବହାର କରିକି ନିଜ ଜୀବନକୁ ପରିବର୍ତ୍ତନ ହଁ କରିବା ପାଇଁ ଯଥେଷ୍ଟ କି ନାଇଁ ମତେ ଟିକେ କୁହନ୍ତୁ ଓକେ ଯଥେଷ୍ଟ ଅଛି ଆଉ ସବୁଦିନ ପାଇଁ ବି ଷ୍ଟ୍ରଙ୍ଗ ରେ କାମ କରିବାକୁ ଇଚ୍ଛା ଆଉ ବହୁତ ଖୁସି ବି ଲାଗୁଛି ଆଉ ପଜିଟିଭ ବି ଅଛି। କାଲି ଆକ୍ଚୁଆଲି ଆମ ମେଘ ପବନ ଯୋଗୁ ପ୍ରୋବ୍ଲେମ ରେ ମୁଁ ଜଏନ ହେଇ ପାରିନଥିଲି। ଆଜି ବି ବହୁତ ମେଘ ପବନ କରେଣ୍ଟ ବି ନାହିଁ ହେଲେ ବି ଆଜି ଲାଷ୍ଟ ଡେ ବୋଲି ମୁଁ ବାଧ୍ୟ ହେଇକି କାଲି ଚାର୍ଜ ରେ ଅଛି। ବହୁତ ବହୁତ ଇଣ୍ଟରେଷ୍ଟିଂ ବି ବହୁତ ଶିଖିବାର ମିଳିଲା ଆହୁରି ଶିଖିବାକୁ ଇଚ୍ଛା ବି ଅଛି। ଶିଖିବେ ଆଉ ଅଧିକା ହଁ ନିଶ୍ଚୟ ନିଶ୍ଚୟ ମୁଁ ନିଶ୍ଚିନ୍ତ ଆପଣଙ୍କ ସହିତ ଯୋଗାଯୋଗରେ ରହିବି। ମୁଁ କାହାକୁ ଛାଡୁନି ରାଇଟ ଆଜ୍ଞା ମୁଁ ଆଜ୍ଞା ରହିଲି ସମସ୍ତଙ୍କ ସହିତ ଆଜ୍ଞା ଓକେ ଆଜ୍ଞା ତେଣୁକରି ଯାହାବି ମୋ ଜୀବନରେ ଆପଣ ଭ୍ୟାଲ୍ୟୁ ଆଡ କରିଥିଲେ ଯୋଉ 1888 ଟଙ୍କା ବହୁତ ସାର୍ ମୁଁ କହିଥିଲି ଏଇଟା ୱାନ୍ ଡେ ରେ ବାହାରି ପଡିଛି 5 ଡେ ଫ୍ରି କ୍ଲାସ ଚାଲିଛି। ଚାଲନ୍ତୁ ବହୁତ ଖୁସି ଲାଗୁଛି ବହୁତ ଖୁସି ଲାଗୁଛି ଆପଣ ଚାଲନ୍ତୁ ଏ ରାସ୍ତାରେ ହିଁ ଯାଆନ୍ତୁ ରାଇଟ ଆପଣ ସମସ୍ତଙ୍କ ସହିତ କମ୍ପେୟାର କରନ୍ତୁ ନାହିଁ ଆପଣ ଗୋଟେ ଡିଭାଇନ ଏନର୍ଜି ଆପଣଙ୍କର ପାଖରେ ଅଛି ଆପଣଙ୍କର ଆତ୍ମା ଗୋଟେ ଡିଫରେଣ୍ଟ ତେଣୁକରି ଏଇ ରାସ୍ତାରେ ଆପଣ ଯୋଡି ହେଇଛନ୍ତି ମୋ ସହିତ ହୁଁ ଆକୁ ଆଜ୍ଞା ନିଅନ୍ତୁ ମୁଁ ବହୁତ ଜିନିଷ ମୋ ପାଖରେ ଅଛି ଆପଣ ମାନଙ୍କୁ ଶିଖିବା ପାଇଁ ମୋ ହାତ ଧରି ଆଜ୍ଞା ଯଦି ଯାଉଥିବେ ମୁଁ ନିଶ୍ଚୟ ଆପଣଙ୍କ ଉପରେ ଯାହାବି ମୁଁ ନିଶ୍ଚୟ ଚେଷ୍ଟା କରି ଆପଣଙ୍କ ପାଖରେ ସ୍ପ୍ରେଡ କରିବା ପାଇଁ ରାଇଟ ଚାଲନ୍ତୁ ଆଜ୍ଞା ଧନ୍ୟବାଦ धन्यवाद ओके नेक्स्ट इतिश्री मैडम अनम्यूट करंतु ସାର୍ नमस्कार ନମସ୍କାର। हम्म, ସାର୍ ଏମିତି ତ ମତେ ତ ଆଞ୍ଜେଲସ କହିଲେ ଆଞ୍ଜେଲସ ମାନେ ମତେ ବହୁତ ଭଲ ଲାଗନ୍ତି ଆଉ ବହୁତ ଶିଖିବାର ଇଚ୍ଛା ଥିଲା କିନ୍ତୁ ହୁଏତ କେମିତି ଗୋଟେ କୋର୍ଡିନେସନ ହେଇପାରୁନଥିଲା। ଆଉ ଆପଣଙ୍କର କେମିତି ପାଇଲି ମନେ ପଡୁନି ଫେସବୁକ୍ ୟା ୟୁଟ୍ୟୁବ କୋଉଥିରୁ ଏମିତି ଦେଖୁଥିଲି ଆପଣଙ୍କର ଆସିଗଲା ଭେଙ୍କଟେଶ କୋଚ୍ ଏଞ୍ଜେଲ ଥେରାପି। ମୁଁ କହିଲି ଇଏ ପୁଣି କିଏ ଗୋଟେ ଦେଖିବା ମାରିଲା ବେଳକୁ ଆପଣ ଥିଲା ଫ୍ରି ଡେମୋ କ୍ଲାସ ରେଜିଷ୍ଟ୍ରେସନ ତାପରେ ପ୍ରୋସେସିଂ ରେ ହେଲା ତାପରେ ଗୋଟେ କ୍ଲାସ ରେ ବସିଲି ଏଠୁ ବସିଲା ପରେ ଆଞ୍ଜେଲସ ମାନଙ୍କ ବିଷୟରେ ବହୁତ ଜାଣିଲି ଏଠୁ ମୁଁ କହିଲି ନାଇଁ ଏଇଟା ହିଁ ମୋ ପାଇଁ ଗୋଟେ ଠିକ ଟାଇମ ମୁଁ ଏଥିରେ ଜଏନ କରିବି। ଆଉ ତାପରେ ଜଏନ କଲି ସାର୍ ଅଳ୍ପ ମୂଲ୍ୟରେ ବହୁ ଜ୍ଞାନ ପାଇଗଲି ଆଉ ମାନେ ଆପଣଙ୍କୁ ତ ବହୁତ ବହୁତ ଧନ୍ୟବାଦ। ମୋର ଯୋଉ ଥିଲା ଆଞ୍ଜେଲସ ମାନଙ୍କ ପ୍ରତି ଯୋଉ ଗୋଟେ ଆଟ୍ରାକ୍ସନ ଥିଲା ଆଉ ସେଇଟା ମୁଁ ଏବେ ଗୋଟେ ବଣ୍ଡ କ୍ରିଏଟ କରିପାରୁଛି ଧୀରେ ଧୀରେ ଆଉ ମୁଁ ଗୋଟେ ଛୋଟ କହିବି ତାର ସେତେବେଳେ ବହୁତ ଆସୁଥିଲା ଏଇ ଯୋଉ ପେଡ କ୍ଲାସ ମୁଁ ବହୁତ କ୍ଲାସରେ ପେଡ କରି ଜଏନ କରିଦେଇଥିଲି
ଏଠୁ ମୁଁ ଯେତେବେଳେ ଆପଣଙ୍କର ଆସିଲା ମୁଁ କହିଲି ପୁଣି ଏଠି କେମିତି ପଇସା ଦେବି ଇଏ କରି ଏମିତି ଭାବିଲି ଡେମୋ କ୍ଲାସ ରେ ଆପଣଙ୍କର ବସିଲି। ଏଠୁ ବସିଲା ପରେ ରାତିରେ ଶୋଇଲା ବେଳେ କହିଲି ଆଉ ସାର୍ ଏଇଟା ସତ କଥା କହୁଛି। ମୁଁ କହିଲି ଆଉ ଆପଣ କହିଲେ ଏରିଏଲ କୁ ଆପଣ ମନିଟରୀ ହେଲ୍ପ ମାଗିବେ ଇଏ କରିବେ ସାର୍ 1888 ହେଲେ ବି ତ ମତେ ତ ପୁଣି କୋଉଠୁ ବାହାର କରିକି ଦବାକୁ ପଡିବ। ଏତେ ପେଡ କ୍ଲାସ ସବୁ କରିସାରିଛି ଆଗକୁ ବି ମୋର ଅନ୍ୟାନ୍ୟ ସବୁ ଖର୍ଚ୍ଚ ଥିଲା ବୁଲିବାକୁ ଯିବାର ଥିଲା। ଏଟା ମୁଁ କହିଲି ସାର୍ ତ କହିଲେ କଣ ଏରିଏଲ କୁ ମାଗିଲେ ଦେବେ। ମୋର ଫାଷ୍ଟ କଲିଂ ସେଇଟା ଥିଲା ଏଞ୍ଜେଲସ କୁ। ଏ ଯୋଉ ରାତିରେ କହିକି ଶୋଇଲି ଯେ ମତେ ସାରଙ୍କର କ୍ଲାସ କରିବାର ଅଛି ଆଉ ପ୍ଲିଜ ମତେ ହେଲ୍ପ କରିବେ। ସେଦିନ କହିଲି ତାପର ଦିନ କହିଲି 3-4 ଦିନ କହିଲି ତାପରେ ଭୁଲିଗଲି। ମୁଁ କହିଲି ହଁ ଯଦି ଏଞ୍ଜେଲ ଦେବେ ଦେବେ କରିବେ ନହେଲେ ନାଇଁ ଦେଖିବା ନେକ୍ସଟ କରିବି। ଏମିତି ହେଲେ ସେ ମଦର୍ସ ଡେ ପଡିଲା। ସେଠୁ ମୋ ପୁଅକୁ ମେସେଜ ୱିଶ କରେ ସବୁବେଳେ ତାକୁ ଇଏ କରି ହେଠୁ ମାନେ ସେ ମତେ କଲା ମତେ ୱିଶ ସେ କଲା ମାମା କଣ ଦରକାର ମତେ ଲିଙ୍କ ପଠା। ହେଠୁ ମୁଁ କହିଲି ନାଇଁ ନାଇଁ ମତେ କିଛି ଦରକାର ନାହିଁ। ହେଠୁ ମୋ ମାଇଣ୍ଡ ରେ ଆସିଗଲା ହେଠୁ କହିଲେ ନାଇଁ ନାଇଁ କିଛି ଦରକାର କହ ମୁଁ ଗିଫ୍ଟ ଦେବି ତୁ ମତେ ଲିଙ୍କ ସେୟାର କରିଦେ ଆଜିକାଲି ତ ସବୁ ଅନଲାଇନ ଆସିଯାଉଛି। ସେଠୁ ମୁଁ କହିଲି ସେଠୁ ମୁଁ କହିଲି ବାପାରେ ମୁଁ ଗୋଟେ ଏଞ୍ଜେଲ ସେ ଜାଣିଛି ତ ମୁଁ ଏଇ ଲାଇନରେ ଅଛି ମତେ ଏଞ୍ଜେଲ ଥେରାପି କ୍ଲାସ କରିବାକୁ ଯାଉଛି। ଆଉ କହିଲେ ତୁ କିଛି କହିବା ଦରକାର ନାହିଁ ଖାଲି ମତେ ଲିଙ୍କ ଟା ପଠେଇଦେ କୋଉଠି ପେମେଣ୍ଟ କଣ କରିବାର ଅଛି। ଆଉ କେତେ ପେମେଣ୍ଟ କରିବାର ଅଛି ମତେ ସାଙ୍ଗେ ସାଙ୍ଗେ ଆପଣଙ୍କୁ କନଫର୍ମ କରିବା ପାଇଁ ଆପଣଙ୍କୁ ବୋଧେ ଫୋନ କଲି। କୋଉ ନମ୍ବର ଗୋଟେ ଫୋନ କଲି ଯେ ସତରେ କ୍ଲାସ ଅଛି କି ଆପଣ ଫୋନ କଲେ ମନେ ପଡୁନି। ସେଠୁ କହିଲେ ଯେ 26 କ୍ଲାସ ଷ୍ଟାର୍ଟ ହବ। ଏଠୁ ସାଙ୍ଗେ ସାଙ୍ଗେ ଆପଣଙ୍କ ସେପଟୁ କନଫର୍ମେସନ ଆସିଗଲା। ସାଙ୍ଗେ ସାଙ୍ଗେ ତାକୁ ପଠେଇଦେଲି ସେ ସାଙ୍ଗେ ସାଙ୍ଗେ ପେମେଣ୍ଟ କରିଦେଲା ଆପଣ ସ୍କ୍ରିନସଟ ପଠେଇଦେଲି। ସାର୍ ସେଇଟା ମୋର ଫାଷ୍ଟ ଏକ୍ସପିରିଏନ୍ସ ଥିଲା ମାନେ ମୁଁ ଭାବିଥିଲି କଣ ଏ ଅଞ୍ଜଲିକୁ ଡାକିଦେଲି ମୁଁ କହିଲି ହବ ହବ ନହେଲେ ନାଇଁ ଦେଖିବା ନେକ୍ସଟ ଇୟରରେ ଜଏନ କରିବା ଆପଣ କଲ୍ କରିଥିଲେ ମତେ ଆଉ ଟିକେ ଇଣ୍ଟରେଷ୍ଟ ଲାଗିଲା ମୁଁ କହିଲି ସାର୍ ଯେତେବେଳେ କଲ୍ କଲେଣି ମୁଁ କରିବି। ଆଉ ସେଇଠୁ ତ 6 ଦିନ ସାର୍ ଭାବନ୍ତୁ ମୁଁ କେତେ କାମ ମୋର ମୁଁ ପୁରା ମୁଁ କହିଲି ନା ମତେ 6 ଦିନ କ୍ଲାସ ଏନି ହାଉ ସାରିବାର ଅଛି ମାନେ ଲାଇଭ କ୍ଲାସ ସାରିବି। ତ ଯାହା ବି ହଉ ବହୁତ ବହୁତ ଜ୍ଞାନ ନେଇଛି। ଆଉ ଇମ୍ପ୍ଲିମେଣ୍ଟ ତ ସାର୍ ନିହାତି କରିବେ ନହେଲେ ମୁଁ କାହିଁକି ଆସିଥାନ୍ତି ଆପଣଙ୍କ କ୍ଲାସରେ ବସିବା ପାଇଁକା। ଯେତିକି ବି ଶିଖିଛି ସେତିକି କଣ ବହୁତ ଶିଖିଛି। ତାକୁ ସବୁ ନୋଟ୍ସ ରେ କରିଛି ସ୍କ୍ରିନସଟ ରଖିଛି। ତାକୁ ସବୁ ବାହାର କରିବି ଯାଇକି ଆମର ଯୋଉ ପ୍ରିଣ୍ଟରେ ସବୁ ବାହାର କରିବି ତାକୁ ଗୋଟେ ଫାଇଲ ବନେଇବି। ତା ଫାଇଲ ବନେଇକି ରଖିବି ଆଉ ନିଜର ନୋଟ ଡାଉନ କରିବି ଆଉ ନିହାତି ଆପଣ ଆଜି ଆପ୍ଲିକେସନ ପଠେଇଦେଲେ ମୁଁ କାଲିଠୁ ସେଇଟା ମୋର ଦେଖିବା ଷ୍ଟାର୍ଟ କରିଦେବି। ସାର୍ ମୋର ସିଓର ମୋର ଯୋଉ କୋଉଠି ନା କୋଉଠି ଗୋଟେ କମି ରହିଯାଉଥିଲା ମୋ ଡ୍ରିମ୍ସ ଫୁଲଫିଲ କରିବାରେ କି ଯାହାବି ମୋର ଅଛି କି ସ୍ପିରିଚୁଆଲ ଜର୍ଣ୍ଣି ମୁଁ ଆହୁରି ଆଗକୁ ନବାକୁ ଚାହୁଁଥିଲି। ମୁଁ ମେଡିଟେସନରେ ବସେ ସବୁବେଳେ ଆଞ୍ଜେଲସ ମାନଙ୍କୁ କିଛି ଜାଣିନି ଖାଲି ଆଞ୍ଜେଲସ ମାନେ ମୋ ସାଙ୍ଗରେ ବସିଛନ୍ତି ମେଡିଟେସନ କରୁଛନ୍ତି ଏହା ଭାବେ ହୁଏ ତ ଆଞ୍ଜେଲସ ମାନେ ଖୁସି ହେଇକି ଗୋଟେ ଗିଫ୍ଟ ଦେଇଦେଲେ ଆପଣଙ୍କୁ ଆଣିକି ତ ଥ୍ୟାଙ୍କ ୟୁ ସୋ ମଚ ସାର୍ ବହୁତ ଲମ୍ବା ହେଇଗଲା ଠିକ ଅଛି କଥାଟା। କିଛି କିଛି ଅସୁବିଧା ନାହିଁ। ହୃଦୟର ଗୋଟେ କଥା ଯଦି ବାହାରୁଛି ଲମ୍ବା ହେଲେ ଚଳିବ କିଛି ଅସୁବିଧା ନାହିଁ। ଓକେ ଥ୍ୟାଙ୍କ ୟୁ ଚାଲ ବହୁତ ବହୁତ ଥ୍ୟାଙ୍କ ୟୁ ଧନ୍ୟବାଦ ସାର୍ ଯାହା ବି ଶିଖିଲେ ତାକୁ ଜୀବନରେ ପ୍ରତି ଜିନିଷକୁ ବ୍ୟବହାର କରନ୍ତୁ ବହୁତ ସୁନ୍ଦର ଚେଞ୍ଜ ହେଇଯିବ ଜୀବନ ବହୁତ ସୁନ୍ଦର ଚେଞ୍ଜ ହେଇଯିବ। ସିଓର କୌଣସି ବି ସିଓର ଆପଣ ଡାଉଟ ରଖିବେନି ଏଇ ପାଠ୍ୟକ୍ରମରେ ୟେସ୍ ସାର୍ ଛୋଟିଆ ବି ହଁ ଡାଉଟ ରଖିବେନି ଆମେ ପିଓର ଆତ୍ମା ତେଣୁକରି ଆମର ଚିନ୍ତାଧାରା ପୁରା ପିଓର ରଖିବା ଓକେ ୟେସ୍ ସାର୍ ଚାଲ ବହୁତ ବହୁତ ଧନ୍ୟବାଦ। ଦୀପିକା ମହାପାତ୍ର ଓକେ ନମସ୍କାର ଗୁଡ ନମସ୍କାର ଇଭିନିଂ। ସାର୍ ଭେରି ଗୁଡ୍ ଇଭିନିଂ ସାର୍। କୁହନ୍ତୁ ଛଅ ଆଜ୍ଞା ଦିନରେ ଯାହା ନମସ୍କାର। ଶିଖିଲେ ଆଉ ମତେ ଯୋଉ ମୋ ଲାଇଫ ରେ ଯୋଉ ମୁଁ ଛୋଟିଆ ଆମାଉଣ୍ଟ ଦେଇକି ଭ୍ୟାଲୁ ଆଡ କରିଥିଲେ ମୁଁ ତା ଏଗେନଷ୍ଟ ଯୋଉ ଏକ୍ସଚେଞ୍ଜ କଲି ଆପଣଙ୍କୁ ସେଥିରେ ଆପଣ କେତେ ଖୁସି ଅଛନ୍ତି ଆଉ ତାକୁ ନେଇକି ବହୁତ ଆପଣ ଖୁସି ଅଛି ଆପଣଙ୍କର ଜୀବନ କଣ ପରିବର୍ତ୍ତନ କରିବା ପାଇଁ ଯଥେଷ୍ଟ କି ଆହୁରି ଶିଖିବେ ମୋଠୁ ଟିକେ କୁହନ୍ତୁ। ବହୁତ ଖୁସି ସାର୍ ବହୁତ ଖୁସି ଯେତିକି ମୁଁ ଜାଣିଥିଲି ତାଠୁ ବହୁତ କିଛି ଅଧିକା ହଁ ମତେ ଟିକେ ଦିନ ତମାମ କାମ କରିକି ତେବେ ବି ମୋର ଏନର୍ଜି ଅଛି। ମୁଁ ଆକ୍ଚୁଆଲି ମୁଁ ବହୁତ କାମ କରେ ସାର୍ ମୁଁ କେବେ ଟାୟାର୍ଡ ଫିଲ୍ କରେ ନା। ତ ଏଇ ସବୁ ସ୍ପିରିଚୁଆଲ ମୋର ପିଲା ବେଳୁ ମୁଁ ଟିକେ ସ୍ପିରିଚୁଆଲ ତ ମତେ ବହୁତ ଭଲ ଲାଗେ। ଆଉ ବହୁତ ଗୁରୁ କରିଥିଲି ଗୁରୁଙ୍କୁ ତ ନିନ୍ଦା କରିବା କଥା ନୁହେଁ। ମୁଁ ଆପଣଙ୍କ ସାମ୍ନାରେ ବୋଲି କହୁନି ଗୁରୁ ବି ବହୁତ ଭଲ ସମସ୍ତେ କିନ୍ତୁ ମୁଁ ଆପଣଙ୍କଠୁ ଯେତିକି ମୁଁ ଭାବିଥିଲି ତାଠୁ ବହୁତ ଅଧିକା ଶିଖିଲି ବହୁତ ଅଧିକା। ଆଉ ମୁଁ କେବେ ଆପଣଙ୍କୁ ଛାଡିବିନି ସାର୍ ମୋର ଏଇଟା ହୃଦୟର କଥା। ମୁଁ ଥ୍ୟାଙ୍କ ୟୁ ଚାହୁଁଛି ସାର୍ ମୁଁ ଚାହୁଁଛି ଆପଣଙ୍କ ସାଙ୍ଗରେ ରହିବା ପାଇଁ
ଆଉ ଏଇଥିରେ ମୁଁ ଯିବା ପାଇଁ ବି ଚାହୁଁଛି। ଚଲନ୍ତୁ, ଏଞ୍ଜେଲସ୍। ବାସ୍ ମତେ ଖାଲି ଟିକେ ଗାଇଡାନ୍ସ ଦରକାର, ଆପଣ ଗାଇଡ ୟେସ୍, କରନ୍ତୁ ନିଶ୍ଚୟ ମୋର କରିବି, ନିଶ୍ଚୟ। ଆଫର୍ମେସନ କଣ ହଉଛି କଣ ନ ହଉଛି। ସାର୍ ଅକ୍ଷୟ ସ୍ୱାଇଁ ସାର୍ ଅନମ୍ୟୁଟ କରନ୍ତୁ, ଆପଣଙ୍କର ପରିଚୟ ନେବା, ଆପଣଙ୍କର ଫିଡବ୍ୟାକ୍ ନେବା। ସାର୍ ନମସ୍ତେ। ନମସ୍କାର। ସାର୍ ରେଜଲ୍ଟ ଆସିବା ଆରମ୍ଭ ହେଇଗଲାଣି? କଣ କହୁଛନ୍ତି ଟିକେ କୁହନ୍ତୁ, ଭଲସେ କୁହନ୍ତୁ, ଏମିତି ଖଣ୍ଡିଆ ଖଣ୍ଡିଆ କହିଲେ ଭଲ ହବନି। ରେଜଲ୍ଟ ଆସିବା ଆରମ୍ଭ ହେଇଗଲାଣି? କଣ ରେଜଲ୍ଟ ଆସି ଆରମ୍ଭ ହେଲା? 6 ଦିନରେ ଆପଣଙ୍କ ଭିତରେ କଣ ଚେଞ୍ଜେସ୍ ଆସିଲା? ଆଉ ଆପଣ ଯୋଉ ମତେ ଯାହା ବି ଦେଇଥିଲେ, ଯାହା ବି ମୋ ଏନର୍ଜି ମୋ ସହିତ ଏକ୍ସଚେଞ୍ଜ କରିଥିଲେ, ମୁଁ ଆପଣଙ୍କ ସହିତ ଯାହା ଏକ୍ସଚେଞ୍ଜ କଲି ସେତିକି କମି ହେଇଗଲା ନା ଆହୁରି ବି ଦରକାର ଥିଲା ସେତିକି ଏକ୍ସଚେଞ୍ଜ ଭିତରେ? ନାଇଁ ସାର୍, ଭ୍ୟାଲ୍ୟୁ ଫର ମନି ହେଇଗଲାଣି। ଓକେ। ଆଉ ତାପରେ 29 ତାରିଖ ରାତିରେ ଶୋଇଲା ବେଳେ ମତେ ଟିକେ ରାତିରେ ଟିକେ ଖରାପ ସ୍ୱପ୍ନ ସବୁ ଦେଖାଯାଏ। ମୁଁ ମେଟାଟ୍ରନକୁ ଅନୁଭବ କଲି ଯେ ମତେ ଗୋଟେ ଭଲ ନିଦ ହଉ। ନିଦ ହେଲା 3:30, ଯୋଉଟା ବ୍ରାହ୍ମ ମୁହୂର୍ତ୍ତ, ହେଇ ସମୟ ହଠାତ୍ ନିଦ ଭାଙ୍ଗିଗଲା। ମୁଁ 6ଟା ପୂର୍ବରୁ କେବେ ଉଠେନି। ବୋଲେ ଆରେ କେମିତି କଣ ଗୋଟେ ହେଲା, ପୁଣି ଧୁଆ ଧୁଇ ହେଇକି ଟିକେ ଇଏ କଲି। ଚାମୁଏଲକୁ ଆଜ୍ଞା ଟିକେ ପ୍ରାର୍ଥନା କଲି, ମୁଣ୍ଡ ବିନ୍ଧା ଆମକ ଏଇଟା ପାଇଁ ଚାମୁଏଲକୁ ଟିକେ, ତାପରେ ସୁଇଚ ୱାର୍ଡ ଯୋଉ ରିଚ୍, ସେଇଟାକୁ କିଛି ସମୟ ଟିକେ ଚାଣ୍ଟ କଲି। ତାପରେ ହନୁମାନ ଜୟ ସିଆରାମ, ଜୟ ଜୟ ହନୁମାନ, ଏକ ହେଇକି ଗୋଟେ ସେଇଟା ନା ମତେ ଭଲ ଲାଗିଲା। ସକାଳୁ ସକାଳୁ ଟିକେ ଆପଣ ବେଡଟା ଯେମିତି ଟିକେ ଆପଣ କହିଥିଲେ ବେଡଟା ନିଜେ ଗୋଟେ ପାଇଁ ବେଡଟା ଟିକେ ସଫା କରିଦେଲି। ତାପରେ ଯାଇକି ବଗିଚାରେ ବୁଲି ଟିକେ ଭଲ ଲାଗିଲା। ମୁଁ କହିଲି ଆରେ ଆଜି ତ ଭଲ ଲାଗୁଛି। କହିଲେ ଗୋଟେ ରେଜଲ୍ଟ ଗୋଟେ ଷ୍ଟାର୍ଟ ହେଲାଣି, ଟିକେ ଲାଇଫଟା ଡିସିପ୍ଲିନ ଅଛି ଆଉ। କନଫ୍ୟୁଜନ ରଖିବେନି ସାର୍, ହଁ ଷ୍ଟାର୍ଟ ସାର୍। ହେଲାଣି, ଆଜ୍ଞା ବୋଧେ ହେଲାଣି, ବୋଧେ ଯଦି ଲଗେଇଦେଲେ କଥା ସରିଗଲା ସେଠି। ଆଜ୍ଞା ରାଇଟ୍? ଯୋଉଟା ବି ଆପଣ ଦେଖୁଛନ୍ତି, ଦେଖନ୍ତୁ ଲାଇଫରେ ଭଲ ଖରାପ ଅଛି, ହଁ ଆମକୁ ପଜିଟିଭରେ ଲାଇଫ ଟା ନେବାର ଅଛି। ଆମ ସହିତ ଖରାପ ହେଲେ ବି ଆମକୁ ଆଜ୍ଞା ସେଥିରୁ ବାହାର କରିବାର ଅଛି ଯେ ଏଇଟା ଯଦି ହେଇଛି ୟା ପଛରେ କିଛି ଗୋଟେ ଭଲ ଅଛି, ତେଣୁକରି ଏଇଟା ଘଟିଲା ମୋ ସହିତ। କହିବେନି ଯେ ମୋ ସହିତ ଏହା ଘଟିଗଲା, ମୋର ଅସୁବିଧା ହେଇଗଲା। ଆଜ୍ଞା ସବୁବେଳେ ଆମେ ପଜିଟିଭ ଜିନିଷ ଯଦି ଖୋଜି 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 ଯିବା, ତାହେଲେ ଆମ ଜୀବନରେ କୌଣସି ପ୍ରକାର ଚ୍ୟାଲେଞ୍ଜେସ୍ ଆସିବନି। ଆଜ୍ଞା କିନ୍ତୁ ଆମ ମନ ଏମିତି ଗଢା ହେଇଛି, ଭଗବାନ ଏମିତି ଗଢି ଦେଇଛନ୍ତି, ପ୍ରଥମେ ଆମେ ନେଗେଟିଭ ଜିନିଷଟାକୁ ଧରୁଛେ। ଆମେ କେତେ ସୁନ୍ଦର ହେଇଥାଉ, ଆପଣଙ୍କ ଜୀବନ, ଆପଣ ଜଣକୁ 10 ଥର 8 ଥର 10 ଥର 12 ଥର 15 ଥର ହେଲ୍ପ କରିଥିବେ, ଗୋଟେ ଥର ଖରାପ ହେଲେ ସେ ଗାଳି କରିବା ଷ୍ଟାର୍ଟ କରିଦେବେ। ହଁ ତ ଆମକୁ ସେଇ ହିସାବରେ ଚାଲିବାର ଅଛି। ତ ଆପଣ ସବୁଠୁ ମାନେ ବয়োଜ୍ୟେଷ୍ଠ ବ୍ୟକ୍ତି ଆମ ଏଇ ଗ୍ରୁପ ଭିତରେ। ଓକେ। ତ ମତେ ଖୁସି ଲାଗୁଛି ଯେତେବେଳେ ଆପଣ ଗୋଟେ ମୋର ବାପା ବୟସର ଯେତେବେଳେ ଆସନ୍ତି ମୋ ସାମ୍ନାରେ ବସନ୍ତି, ଆଜ୍ଞା ମତେ ବି ଲାଗେ କାହିଁକି ନା ବାପା ତ ମୋର ନାହାନ୍ତି, ରାଇଟ୍? ଆଉ ମତେ ସେଇ ପ୍ରକାର ଅନୁଭବ ହୁଏ ଆପଣ ମାନଙ୍କୁ ଦେଖିକି। କରନ୍ତୁ, ଜୀବନକୁ ଆଗକୁ ଆଗକୁ ନିଅନ୍ତୁ, ରାଇଟ୍? ଯୋଉ ଜାଗାରେ ମାନେ ମାନେ ଷ୍ଟକ୍ ହେଇଯାଇଥିଲେ, ୟାକୁ ଗୋଟେ ମୁଁ ଗୋଟେ ଛୋଟିଆ ମାଧ୍ୟମ ଦେଇଦେଲି ଆପଣଙ୍କୁ। ଚେଷ୍ଟା କରନ୍ତୁ ଆପଣଙ୍କର ଜୀବନ ଶୈଳୀରେ ତାକୁ ବ୍ୟବହାର କରିବେ, ନିଶ୍ଚୟ ପରିବର୍ତ୍ତନ ଆସିବ, କୌଣସି ସନ୍ଦେହ ନାହିଁ। କିନ୍ତୁ ବ୍ୟବହାର କରିବାର ଅଛି, ଆଜ୍ଞା କୌଣସି ନା କୋଉଠି କନଫ୍ୟୁଜନ ରଖିବେନି। ନମସ୍କାର ସାର୍, ଠିକ ଅଛି, ବହୁତ ବହୁତ ଧନ୍ୟବାଦ। ଚାଲନ୍ତୁ ନେକ୍ସଟ ଯିବା, ବିଜୟଲକ୍ଷ୍ମୀ ମ୍ୟାଡାମ। ଅନମ୍ୟୁଟ କରନ୍ତୁ। କଣ ହେଇଛି ଆଜି? ଆଜି ଆପଣଙ୍କ ପୁରା, ନମସ୍କାର, ଆପଣଙ୍କ ପୁରା ଏନର୍ଜି ଆଜି ଡ୍ରାଏ ଅଛି ଚେହେରାର, ଅସୁବିଧା କଣ ହେଇଛି? ଦାଦା ଶଶୁରଙ୍କର ଆକ୍ସିଡେଣ୍ଟ ହେଇଯାଇଛି, ସେ ହସ୍ପିଟାଲାଇଜ ହେଇଛନ୍ତି। ଆମେ ତାଙ୍କୁ ଦେଖିବାକୁ ଯାଇଥିଲୁ, କିଛି ସମୟ ହସ୍ପିଟାଲରେ ରହିଲୁ। ତେଣୁ କେମିତି ଗୋଟେ ଅପସେଟ ଲାଗୁଛି ଆଉ। ସାର୍ ମୁଁ ହସ୍ପିଟାଲ ଆପଣଙ୍କ ଯଦି ପାଖକୁ ଯାଉଛନ୍ତି ନା, ଆସିଲେ ନିଜକୁ ଟିକେ ଫ୍ରେଶ କରିଦିଅନ୍ତୁ। ସେଠି ହଁ ସାର୍ ନହେଲେ ଆପଣଙ୍କର ଅରା ସହିତ ସବୁ ନେଗେଟିଭ ଜିନିଷ ଆପଣ ଘରକୁ ଟାଣି ଆଣିବେ। ମନେ ରଖିଥାନ୍ତୁ ସମସ୍ତେ, ହସ୍ପିଟାଲ ଯଦି ଯାଉଛନ୍ତି ତୁରନ୍ତ ଗାଧେଇ ଦିଅନ୍ତୁ। ଆଟଲିଷ୍ଟ ଆପଣଙ୍କର ଚକ୍ରା ଅରାକୁ ସଫା କରିଦେଇ ପାରିବେ। ନହେଲେ କଣ ହବ ନା, ସେଟା ଘର ଭିତରେ ସେ ବାତାବରଣରେ ଆପଣଙ୍କୁ କ୍ରିଏଟ ହବ। ସେଟା ସେଟା ସାର୍ ସେଟା 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 ଆପଣଙ୍କ ମନ ଭିତରେ ଆସିବ, ଘାଣ୍ଟି ହବ। ସାର୍ ମୁଁ ଆସିକି ରାଇଟ୍? ସାଙ୍ଗେ ସାଙ୍ଗେ ସାୱାର ନେଇଯାଇଥିଲି। ଆଉ ଓକେ ଯୋଉ ଡ୍ରେସ ପିନ୍ଧିଥିଲି ସେ ସବୁ କ୍ଲିନ କରିକି ମୁଁ ସାବାନ ନେଇଯାଇଥିଲି। ସାର୍ କେମିତି ଟିକେ ଓକେ ଅପସେଟ ଲାଗୁଛି ଆଉ। ଓକେ ଓକେ, ଠିକ ଅଛି, କିଛି ଅସୁବିଧା ନାହିଁ। ସାର୍, ସାରଙ୍କର ସାର୍ ପୁରା 5 ଦିନ ଅଛନ୍ତି ସାର୍ କ୍ଲାସରେ? ଅଛନ୍ତି, ଆଚ୍ଛା, ଅଛନ୍ତି, ଦେବେ ଅଛନ୍ତି, ଟିକେ କଥା ହବା। ଫୁଲ ଟାଇମ ଅଛନ୍ତି। ସାର୍ ସୁଯୋଗ ମିଳିବ ସାରଙ୍କ ସହିତ କଥା ହେବା ପାଇଁ। ସାର୍ ନମସ୍କାର।
ସାର୍ ନମସ୍କାର। ସବୁ ବିଷୟରେ ନମସ୍କାର ମ୍ୟାଡାମ ସାର୍ ମୁଁ ନମସ୍କାର। ଆପଣଙ୍କ ବିଷୟରେ ମତେ କହିଥିଲେ, ମୁଁ ଜାଣିଛି ଡିଟେଲ ଜିନିଷ, ରାଇଟ୍। ଆଉ ଆଜ୍ଞା ଏଇ 6 ଦିନ ଆପଣ ଯଦି ସିରିୟସ୍ କରିଛନ୍ତି, ମନ ଭିତରେ କଣ ପରିବର୍ତ୍ତନ ଆସିଛି ମୁଁ ପ୍ରଥମେ ଜାଣିବି ଆପଣ। ସାର୍ ବହୁତ ପଜିଟିଭ ହେଇଯାଇଛି। ଆକ୍ଚୁଆଲି ମୁଁ ବହୁତ ନେଗେଟିଭ ଥିଲି, ଆପଣଙ୍କୁ କହିଥିବେ ମ୍ୟାଡାମ। ପରିସ୍ଥିତି ବହୁତ ଗୁଡେ ସମସ୍ୟା ଦେଇକି ଗତି କରୁଥିଲି। ସେ ସମୟରେ ନେଗେଟିଭିଟି ତ ବହୁତ ବଢି ଯାଇଥିଲା, କିନ୍ତୁ ଆପଣଙ୍କୁ ସାର୍ ଦେଖିଲା ପରେ ପଜିଟିଭ ହେଇଯିବା ପାଇଁ ଏନିୱାନ୍ ମାନେ ମୁଁ ଭାବୁଛି ଗ୍ରୁପରେ ଯେତେ ବସିଥିବେ ସମସ୍ତଙ୍କୁ ନମସ୍କାର ମୋର ମଧ୍ୟ। ହେଲେ ସେମାନେ ଫିଲ୍ କରୁଥିବେ ଯେ ଆପଣଙ୍କର ଚେହେରାରେ ଗୋଟେ ପଜିଟିଭିଟି ସାର୍ ଝଲକି ପଳେଇ ଆସୁଛି। ମୁଁ ଆପଣଙ୍କୁ ସାର୍ ଆପଣ ମତେ ଦେଖୁନଥିଲେ, କିନ୍ତୁ ମୁଁ ଆପଣଙ୍କଠୁ ଇନ୍ସପିରେସନ ନଉଥିଲି ପଛପଟେ ବ୍ୟାକ୍ ଏଣ୍ଡରେ। ସେ ତ ବସିଥିଲେ ଆଗରେ। ବାକି ଆପଣଙ୍କ ମେଡିଟେସନ ଆଉ ଆପଣଙ୍କର କହିବା ଶୈଳୀ ଏସବୁ ଜିନିଷ ବହୁତ ସାର୍ ପ୍ରଭାବିତ କରିଛି ମତେ। ଦେଖିବା ଭଗବାନ କଣ କରୁଛନ୍ତି ଆପଣଙ୍କ ସାଙ୍ଗେ କେତେ ସମୟ ଯୋଡି ହେଇକି ରହିବାର ବହୁତ ସମୟ ଲକ୍ଷ୍ୟ ତ ମୋ ପାଖରେ ଅଛି। ଆ, ବାକି ଟିକେ ସାର୍ ଦେଖିବା। ନିଶ୍ଚୟ ନିଶ୍ଚୟ ଆପଣ ପର୍ସନାଲି ଟିକେ କଥା ହୁଅନ୍ତୁ ମୋ ସହିତ, ଯୋଉଠି ବି ଆପଣଙ୍କ ବ୍ଲକେଜ ଅଛି ନା ମୁଁ ଟିକେ ଆପଣଙ୍କୁ ହଟେଇବି। ସାର୍ କିଛି ନାହିଁ, ଆପଣଙ୍କ ମନ ଭିତରେ ବହୁତ ସାରା ବ୍ଲକେଜ ଅଛି, ହଁ ଯୋଉଟା କି ସେ ଆପଣଙ୍କୁ ଆଗକୁ ନେବା ପାଇଁ ଆପଣଙ୍କୁ ପ୍ରୋବ୍ଲେମ କରୁଛି। ସେଟା ବି ମୁଁ ବି ସାର୍ ନିଜେ ଫିଲ୍ କରୁଛି ଯେ ମାନେ ସେଭରାଲ ବ୍ଲକେଜ ସାର୍ there। ଦେଖନ୍ତୁ, ଆ, ଆପଣଙ୍କର ମିସେସ୍ ମୋ ସହିତ ସେଦିନ କଥା ହେଲା ଦିନ ହିଁ ମତେ ମୁଁ ଜାଣିଗଲିଣି ଆପଣଙ୍କ ପାଖରେ ସଫିସିଏଣ୍ଟ ବ୍ଲକେଜ ଅଛି, ଯୋଉଥିରେ କି ଆପଣ ପୁରା ଷ୍ଟକ୍ ହେଇଯାଇଛନ୍ତି। ତେଣୁ ମୁଁ କହିଲି ମ୍ୟାଡାମକୁ ଯେ ସାରଙ୍କୁ ବସାନ୍ତୁ, ମୁଁ ଚେଞ୍ଜ କରିଦେବି 6 ଦିନ ଭିତରେ। ବାଇ ଦ ୱେ ଆପଣ ସାମ୍ନାରେ ବସିନାହାନ୍ତି, ଆପଣ ଯଦି ପୁରା ବ୍ୟବହାର କରୁଛନ୍ତି ବୋଲି ନାଇଁ କହୁଛନ୍ତି ନାଇଁ ନିଜ ସାର୍, ମାନେ ବହୁତ ୟୁଟିଲିଟି ହେଇଛି ମୋ ପାଇଁ। ମୁଁ ଫିଲ୍ କରୁଛି, ଆଉ ସେଥିପାଇଁ ଆପଣଙ୍କୁ ମଧ୍ୟ ଗ୍ରାଟିଚ୍ୟୁଡ। ଧନ୍ୟବାଦ। ଭଗବାନ ଚାଲନ୍ତୁ, ବହୁତ ଦେଖନ୍ତୁ। ଖୁସି ଆପଣ ୟାକୁ ଜୀବନରେ ହିଁ ରଖନ୍ତୁ। ଏବେ ଯୋଉ ଇନଭାରମେଣ୍ଟରେ ଆପଣ ଅଛନ୍ତି ନା, ୟାକୁ ଯାହା ଯାହା ମୁଁ ତାକୁ ଆପଣଙ୍କୁ ଏ ଟପିକ ଭିତରେ ଦେଇଥିଲି ଯେ ଜୀବନରେ ଗୋଟେ ସବୁ ମେଣ୍ଟେନ କରିବା ପାଇଁ କରନ୍ତୁ, ପିଓର ହେଇଯିବେ, ବହୁତ ସୁନ୍ଦର ଭାବରେ ପିଓର ହେଇଯିବେ। ନିଶ୍ଚୟ କରିବି। କରନ୍ତୁ, ବହୁତ ସୁନ୍ଦର ଭାବରେ କରନ୍ତୁ, ବହୁତ ସୁନ୍ଦର ଭାବରେ କରନ୍ତୁ। ଓକେ, ମୁଁ କଥା ହେବି ଆପଣଙ୍କ ସହିତ କେତେବେଳେ ସମୟ ଦେଖିକି। ଓକେ, ରାଇଟ୍ ଥ୍ୟାଙ୍କ ୟୁ ସାର୍। ସାର୍, ଥ୍ୟାଙ୍କ ओके सर, थैंक यू, नमस्कार। ओके चंदन, ତମେ ଯେତେବେଳେ ସାର୍ 1888 ନମସ୍କାର। ଟଙ୍କା ଦେଇଥିଲ ସେ ନମସ୍କାର, 1888 ଟଙ୍କା ଦେଇଥିଲ, ମୋର ମନ ଅଛି। କାରରେ ଯାଉଥିଲ, ଆଜ୍ଞା ରାଇଟ୍, କ୍ଲାସ ପୁରା ବି ଆଟେଣ୍ଡ ସାର୍ କରିନଥିଲ, ଆଜ୍ଞା ରାଇଟ୍। ତମେ ଡାଇରେକ୍ଟ ଆଜ୍ଞା କହିଲ ସାର୍ ସାର୍ ନମ୍ବର ଦିଅନ୍ତୁ, ମୁଁ ପଠେଇ ଦଉଛି, ମୋର ଆଉ ଦେଖିବା ଦରକାର ନାହିଁ, ମତେ କରିବାର ଅଛି, ରାଇଟ୍। ଆଜ୍ଞା ସାର୍ ଏବେ ସମୟ ଆସିଛି, ଯୋଉ ମତେ ଭ୍ୟାଲ୍ୟୁ ଦେଇଥିଲେ ତା ଆଗେନଷ୍ଟ ମୁଁ ଯାହା ଦେଲି, ସେଥିରେ କଣ ସବୁ ଆପଣ ସେଥିରେ ଯାହା ଶିଖିଲେ ଆପଣ ସାଟିସ୍ଫାଏ ଅଛନ୍ତି? ସାର୍ ବହୁତ ଭଲ ଲାଗିଲା। ମୁଁ ସାଟିସ୍ଫାଇ ଅଛି ସାର୍। ଓକେ, ଏଥିରେ ସାର୍ ଆଗରୁ ହଁ ଆଜ୍ଞା କୁହନ୍ତୁ, ଆଗରୁ ଆଗରୁ ମୁଁ ଯୋଉ ସାର୍ କହୁନଥିଲି କି ଯୋଉ କୋର୍ସ କରିଥିଲି ବୋଲିକି, ହଁ, ସେଥିରେ କଣ କରିଥିଲେ ଆଗରୁ ସେଥିରେ କୋର୍ସ, ସାର୍ ମୁଁ ରିକଲ କରିପାରୁନି। ଆଜ୍ଞା ସାର୍ ୱାଇଲ୍ଡ କରିଥିଲି, ଆର୍ଟ ଅଫ୍ ଲିଭିଂ ର। ଆଚ୍ଛା, ଆର୍ଟ ଅଫ୍ ଲିଭିଂ, ଆଚ୍ଛା, ହଁ ହଁ ହଁ, ଓକେ, ହଁ ଆଜ୍ଞା ହଁ। ତ ସେଥିରେ ବି ଏଇ ଜିନିଷ କିଛି ଥିଲା। ଆମର ଏଇଟା ଟିକେ ସ୍ପିଡ ହଉଛି, ସେଇଟା ଟିକେ ସ୍ଲୋ ଥିଲା, ତ ମୁଁ ସେଟାକୁ ଡିସକଣ୍ଟିନ୍ୟୁ କରିଦେଲି। ମୋ ଭାଇ ଏବେ ବି ସେଥିରେ କାମ କରୁଛନ୍ତି। ତ ସେଇ ଜିନିଷ ଅଛି ଏଠି ସାର୍, ଆଉ ଅଧିକା କିଛି ମତେ ଏତେ ଭଲ ଲାଗିଲା ଯେ ମୁଁ ଆଉ କହିପାରୁନି ଆପଣଙ୍କୁ। ମାନେ ବିଜନେସ କେମିତି କରିବା ତା ବିଷୟରେ ବି ବହୁତ କିଛି ଆଇଡିଆ ଆସିଗଲା। ଆଉ ଆଞ୍ଜେଲଙ୍କୁ ପ୍ରାର୍ଥନା କରିକି କେମିତି ଆମେ କଣ କରିପାରିବା, ଏଇଟା ମତେ ଅଲଗା ଟାଇପ ର ଗୋଟେ ଫିଲିଙ୍ଗସ୍ ଆସିଲା ବି। ଆଉ ମୁଁ ମୋ ହିସାବରେ ମୁଁ ବହୁତ ଇମ୍ପ୍ରୁଭ ହେଇଯାଇଛି ବର୍ତ୍ତମାନ ସୁଦ୍ଧା ବି। ଆଉ ବହୁତ ମତେ କିନ୍ତୁ ବହୁତ ଭଲ ଲାଗିଲା। ତାପରେ ଆଗକୁ କଣ କରିବି ମୁଁ ଜାଣିନି, ତାହାକୁ ବି ମୁଁ ଦେଖିକି ଏମିତି ଆଗରୁ ବି ଭଗବାନଙ୍କୁ ଡାକେ ନା, ତାଙ୍କର ବି କିଛିଟା ସଲ୍ଭ ହେଇଯାଏ। ଆପଣ ଯେତିକି ତରିକା ଦେଲେ ତା ଭିତରେ ମୁଁ ଭାବୁଛି ମୁଁ ଲୋକଙ୍କୁ ଆଉ କିଛି ବହୁତ ସେବା କରିପାରିବି। ଆଉ ସାର୍ ଆମର କାଲି ଇଲେକ୍ସନ ଅଛି। ଏକ ଇଲେକ୍ସନ ତାରିଖ ସାର୍ ହଁ ମୟୂରଭଞ୍ଜରେ କାଲି ଅଛି। କାଲି ଆଜ୍ଞା, ଅଛି, ତ ରାଇଟ୍। ତା ଭିତରେ ବି ମୁଁ ତା ଭିତରେ ବି କିଛିଟା ଅଛି, ତାପରେ ବି ମୁଁ ଏଠି ଟାଇମ ଦେଇଛି। ଆଉ ମତେ ଯେହେତୁ ଭଲ ଲାଗିଛି, ଆଉ ଏଇଟା ହେଲା କଥା। ଆଉ ନାଇଁ, ସାର୍ ଆପଣଙ୍କର ସେଦିନକା ଯୋଉ ଷ୍ଟୋରି ଟା ଉଦ୍ଦେଶ୍ୟ ଗୋଟେ କଣ ଥିଲା କହିବି ନା। ଯେ ଲୋକଙ୍କର ସେବା କରିବା, ଆଜି ସେ ଉଦ୍ଦେଶ୍ୟ ଜାଣିବେ। ଓକେ ସାର୍, ଅନନ୍ତ ମହାନ୍ତି ସାର୍, ଅନମ୍ୟୁଟ କରନ୍ତୁ, ଫଟାଫଟ ଯିବା, ଫଟା ନା ଆରାମ ସେ ଯିବା, ସାର୍ କିଛି ଗୁଡ୍ ଅସୁବିଧା ଇଭିନିଂ। ନାହିଁ। ସାର୍, ଆଜି ଅଫିସ ଯାଇନାହାନ୍ତି?
ନା ଆଜି ପାଇଁ ସକାଳୁ କରିଦେଇଥିଲି ସାର୍, ଟିକେ ଲାଗିଲା ଟାୟାର୍ଡ ଲାଗିଲା, 3 ଦିନ 8 8 ଘଣ୍ଟା ଗ୍ୟାପ ରେ ଡ୍ୟୁଟି କଲି ତ ଓକେ ଏଇ ଇଭିନିଂ ଟା ଡିଷ୍ଟର୍ବ ହବନି ବୋଲି ମୁଁ ମର୍ଣ୍ଣିଂ ରୁ ସାରି ଦେଇଛି ଆଜି। ଓକେ ଚାଲନ୍ତୁ ଏବେ 6 ଦିନ ଯୋଉ ପ୍ରକ୍ରିୟାରେ ରହିଲେ, ଯୋଉ ଷ୍ଟ୍ରେସ୍ ମୋ ସହିତ ପ୍ରଥମ ଦିନ ମାନେ 24 ତାରିଖରେ ପୂର୍ବରୁ ଯୋଉ କଥା ହେଇଥିଲେ, 25 ତାରିଖ ପୂର୍ବରୁ, ଏବେ କଣ ଆଜ୍ଞା କିଛି କିଛି ଅନ୍ତରତା ଦେଖୁଛନ୍ତି, ଡିଫରେନ୍ସ ଦେଖୁଛନ୍ତି ନିଜ ଭିତରେ? ସାର୍ ବହୁତ ସାର୍ ଡେଭଲପମେଣ୍ଟ ଫିଲ୍ ହଉଛି। ଆଗକୁ ଏଇଟା ପ୍ରାକ୍ଟିସ କରିବାର ଅଛି, ଆପଣଙ୍କ ସହିତ ପର୍ସନାଲି କିଛି କଥା ହବାର ଅଛି, ଯାହା ଦ୍ୱାରା କି ଏଇଟା ଡେ ଟୁ ଡେ ଲାଇଫ ରେ ଆମର ଯେମିତି କାମରେ ଆସିବ। ନିଶ୍ଚୟ ସାର୍ ନିଶ୍ଚୟ। ଯୋଉ ଆପଣ ଗୋଟେ କଥା ପଚାରିବି, ଯୋଉ ପିଲାମାନଙ୍କ କଥା କହିଲେ, ଯେ ପିଲାମାନେ 2 ଜଣ ତ ଭୁବନେଶ୍ୱରରେ ରହୁଛନ୍ତି, ଏବେ ଖାଲି ଭ୍ୟାକେସନ ପାଇଁ ଆସିଛନ୍ତି, ତାଙ୍କ ପାଇଁ କଣ ଥରେ ଆଫର୍ମେସନ କଲେ ହବ ନା ତାଙ୍କ ପାଇଁ ଡେଲି ଡେଲି ଆଫର୍ମେସନ କରିବାକୁ ତାଙ୍କ ପାଇଁ ପଡିବ? କଣ କୋଉ ପର୍ପୋଜ ନେଇକି ଆଫର୍ମେସନ କରିବେ? ଯେମିତି ତାଙ୍କର ସେଇଠି ଯୋଉ ଏଜୁକେସନ କ୍ୟାରିୟର ତାଙ୍କର ସିକ୍ୟୁରିଟି, କାହିଁକିନା ସେମାନେ 2 ଜଣ ସେଠି ଅଲଗା ଅଲଗା ରହୁଛନ୍ତି, ଆମେ ପ୍ୟାରେଣ୍ଟସ ଏଠି ରହୁଛୁ, ସେଇ ହିସାବରେ ପଚାରିଲି। ଦେଖନ୍ତୁ, ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆପଣ ପ୍ରୋଟେକ୍ସନ କରିପାରିବେ ମାଇକେଲଙ୍କର, ହଁ ଯେହେତୁ ସେଇଟା ହିଁ କହୁଛି। ପ୍ରୋଟେକ୍ସନ ର ପ୍ରକ୍ରିୟାଟା ଆପଣ ତାର ଅଛି, ଆହୁରି ଡିପଲି ଅଛି, ଯୋଉଟା କି ପରବର୍ତ୍ତୀ ପର୍ଯ୍ୟାୟରେ ଜାଣିପାରିବେ। ଆଜ୍ଞା ଆଜି ମୁଁ କହିବି ଏଞ୍ଜେଲଙ୍କର ମାଇକେଲଙ୍କର କେମିତି ପ୍ରୋଟେକ୍ସନ ନିଆଯାଏ, ରାଇଟ୍? ଆପଣ ଆଜ୍ଞା କାଲି ଆଜ୍ଞା ମେଡିଟେସନ କରିଥିଲେ ନା, ଚକ୍ର ମେଡିଟେସନ? ଆଜ୍ଞା ଆଜ୍ଞା ଆଉ ସେଇଟା ବି ପଚାରିବାର ଥିଲା କି ସାର୍, ମୁଁ ସେ 7ଟା ଚକ୍ର ଠିକ କରିବାକୁ ଚାହୁଁଛି, ଆଉ ମୁଁ କେମିତି ସେଇଟା ହବ ମତେ ବି କହିବେ। ଆଜି କହିବି, ଆଜି କହିବି। ଆଜ୍ଞା ଆଜ୍ଞା ଓକେ ଠିକ ଅଛି। ବାକି ସବୁ ଠିକ ଅଛି, ମୁଁ ଆପଣଙ୍କୁ ପର୍ସନାଲି କଲ୍ କରି କିଛିଟା ଇଏ ଅଛି କଥା ହେବି, ଆଜ୍ଞା ହଉ କଥା ହେଲା ଠିକ ପରେ ତାପରେ ଆଗକୁ ବଢିବା। ଅଛି। ଆଜ୍ଞା ଆଜ୍ଞା ନିଶ୍ଚୟ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ସାର୍। ସାର୍ ଗୋବର୍ଦ୍ଧନ ସାର୍, ଅନମ୍ୟୁଟ କରନ୍ତୁ। ଆପଣ 2 ଦିନ ଆବସେଣ୍ଟ ଥିଲା ମୋ ହିସାବରେ। ନମସ୍କାର। ସାର୍ ନମସ୍କାର। 2 ଦିନ ମୁଁ ଆବସେଣ୍ଟ ଥିଲେ ନା? ସାର୍ ଫାର୍ଷ୍ଟ ତ କିଛି ସମୟ ଥିଲି, ଆଉ ସେକେଣ୍ଡ ପୁରା ଆବସେଣ୍ଟ ଥିଲି, କାରଣ ସେଦିନ ମୁଁ ଯାଇଥିଲି କଟକ, ଫେରୁଥିଲି ବାଇକରେ। ମୁଁ ରେକର୍ଡିଂ ଦେଖି ଆଉ ଦେଇଥିଲେ ଡେ 1 ଡେ 2 ର? ହଁ ଦେଖିଦେଇଥିଲି ନୋଟ୍ସ ସେ ଡେ ୱାନ୍। ବନିଯାଇଥିଲା? ହଁ ସେ ରେକର୍ଡିଂ ଥିଲା, ମୁଁ ଦେଖିଦେଇଥିଲି। ଆଉ ମୁଁ ଯେତିକି ଆକ୍ଚୁଆଲି ମୁଁ ଜାଣିନଥିଲି ଆ ବିଷୟରେ କିଛି, କିନ୍ତୁ ଯେତେବେଳେ ଜାଣିଲି, ଆପଣଙ୍କ ସହିତ ମିଶିଲି ବା ଏଥିରେ ଯୋଗ ଦେଲି, ସେଥିରୁ ମୁଁ ଯାହା ଅନୁଭବ କରୁଛି, ମୋର ତ ଯୋଉ ଆର୍ଥିକ, ମୁଁ କାଲି ପରଦିନ କହୁଥିଲି, ବିଜନେସରେ ବି ତ କିଛି ଫାଇଦା ହେଇଛି, ଆଉ ମୁଁ ଆଶା କରୁଛି ଏଇଟା ମଧ୍ୟ ଆଗକୁ ଆଗକୁ ମୁଁ ଆଫର୍ମେସନ କଲା ପରେ ମୋର ବାକି ସବୁ ହେଇଯିବ। ଏଇଟା ମୋର ବିଲକୁଲ ଇଏ କନଫିଡେନ୍ସ ସହିତ ମୁଁ କହିପାରୁଛି। ଆଉ ଗୁଡ୍। ଯାହା ମତେ କିଛି ଅସୁବିଧା ହବ ବା ଆଫର୍ମେସନ କାଲି ଯୋଉ ଆମେ ଇଏଟା ମିଳିଗଲା, ମୁଁ ସେଇଟା କାଲିଠୁ ଆରମ୍ଭ କରିବି, ଆଉ ମଝିରେ ମଝିରେ ଆପଣଙ୍କ ସହିତ ନିଶ୍ଚୟ କଥା ହେବି। କିଛି ଅସୁବିଧା ଆପଣଙ୍କ ନାହିଁ, ନମ୍ବର ତ ଠିକ ଅଛି। ଆଉ ନିଶ୍ଚୟ ନିଶ୍ଚୟ ଆଜ୍ଞା ଆଜ୍ଞା। ଥ୍ୟାଙ୍କ ୟୁ। ପବିତ୍ର ମୋହନ ସାହୁ ଅନମ୍ୟୁଟ କରନ୍ତୁ, ଫଟାଫଟ ଯିବା। ପବିତ୍ର ମୋହନ ସାହୁ। ଓକେ ଶିବଶଙ୍କର। ସାର୍ ନମସ୍କାର। ନମସ୍କାର। ସାର୍ କୁହନ୍ତୁ, 6 ଦିନର ଏକ୍ସପିରିଏନ୍ସ କୁହନ୍ତୁ। ସାର୍ 6 ଦିନର ଏକ୍ସପିରିଏନ୍ସ ସାର୍, ମୁଁ ଆଗରୁ ଏଞ୍ଜେଲ ବୋଲେ ଖାଲି ମୋବାଇଲରେ ଦେଖୁଥିଲି, ଏଗୁଡା ସବୁ ଦେଖୁଥିଲି, ତା ପ୍ରତି ମୋର କିଛି ଆଇଡିଆ ନଥିଲା, ମୁଁ କିଛି ସେ ବିଷୟରେ ଭାବୁ ବି ନଥିଲି। ତ ମୁଁ ଟିକେ ଧାର୍ମିକ ମାନେ କଣ, ମୁଁ ମନ୍ଦିର ଟିକେ ବେଶୀ ଯାଏ, ପୂଜା ପାଠ ଟିକେ କରେ। ତ ଏମିତି ଗୋଟେ ଦିନ ଆପଣଙ୍କ ଫେସବୁକରେ ଯେତେବେଳେ ଆସିଲା, ତ ମୁଁ ଦେଖିଲି ଏଞ୍ଜେଲ ମାନେ କଣ। ତ ତାପରେ ମୁଁ ଭାବିଲି ନାଇଁ ଗୋଟେ ଅଛି। ତାପରେ ଆକ୍ଚୁଆଲି ମୁଁ ଭାବିଲି କଣ, ମୋ ଲାଇଫରେ ଟିକେ ଟେନସନ ବହୁତ ଚାଲିଛି ସାର୍। କଣ, ମୁଁ ମଝିରେ ଗୋଟେ ପାଖାପାଖି 5-6 ଲକ୍ଷ ଟଙ୍କା ମୁଁ ସେୟାର ମାର୍କେଟରେ ଲଗେଇଦେଲି। ତାପରେ ଘରର ସୁନା ଅଳଙ୍କାର ସେଇଟା ବି ନେଇକି ଲଗେଇଦେଲି, ମୁଁ ଆଉ ଜାଣି ପାରିଲିନି, ମାନେ ସରୁ ମାନେ ହଉ ମୁଁ ଲସ ରେ ପଳେଇଲି ସାର୍। ତାପରେ ଲୋକଙ୍କଠୁ ଉଦ୍ଧାର ବି ଆଣିଲି, ସେମିତି ଲୋକଙ୍କ ପାଇଁ ଗୋଟେ 5-6 ଲକ୍ଷ ଟଙ୍କା ଆହୁରି ବାକି ହେଇଗଲି, ମାନେ ପାଖାପାଖି ଗୋଟେ 10-11 ଲକ୍ଷ ଟଙ୍କା ମୁଁ ମାର୍କେଟ ସେୟାର ରେ ସରେଇଦେଲି। ତାପରେ ଡିପ୍ରେସନ କୁ ଟିକେ ଧୀରେ 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 ଟାଇପ ର ପଳେଇଲି। ଆଉ ମୋ ପୁଅ ଏବେ କଣ +2 ଏ ବର୍ଷ ରେଜଲ୍ଟ ବାହାରିଲା, ତାର ରେଜଲ୍ଟ ଭଲ ଅଛି, ବିଟେକ୍ କରିବ। ମୁଁ ସେଇ ଜିନିଷରେ ସବୁ ଟେନସନ ରେ ଥିଲି। ଯେତେବେଳେ ଫେସବୁକ ରେ ଦେଖୁ ଦେଖୁ ଆପଣଙ୍କୁ ଦେଖିଲି, ମୁଁ ନାଇଁ ଥେରାପି ଗୋଟେ କଣ ଅଛି, ଓହୋ ତାହେଲେ ମୁଁ ଟିକେ ଦେଖି ତ ଫେସବୁକ ଯେତେ ଯାହା ଶୁଣିଲି,
ତ ମତେ ଲାଗିଲା ଯେ ନାଇଁ ସାରଙ୍କ କ୍ଲାସ ଟା ଗୋଟେ କରିବି, କଲା ପରେ ଦେଖିବି। ଯେତେବେଳେ ଫାଷ୍ଟ ଯୋଉ 24 ତାରିଖ ମୁଁ କ୍ଲାସ ଟା କଲି ସାର୍, ମାନେ ମୋ ମୋ ଆଖିରୁ ଟିକେ ପାଣି ବାହାରିଲା ଯେ ସତ କଥା ମୁଁ ଏତେ ଭିତରେ ଜାଣିନଥିଲି ଏଇ ଜିନିଷ ଯାକ ଅଛି। ତାହେଲେ ଯେତେବେଳେ ଜାଣିଲି ମତେ ବହୁତ ଖୁସି ଲାଗିଲା, ଆଉ ମୁଁ ଇମିଡିଏଟଲି 500 ରୁପିଜ ଦେଇ ରେଜିଷ୍ଟର କରିଦେଲି। ପରେ ଏ, ଆଉ ବାକି ପେମେଣ୍ଟ କଲି। ଯେତେବେଳେ ଟୋଟାଲ 6 ଡେ ମୁଁ ଆଟେଣ୍ଡ କରିଛି, ମାନେ ଆଜି 6 ଡେ ଅଛି ଆଟେଣ୍ଡ କଲି, ମତେ ପଜିଟିଭନେସ୍ ଆସିଛି ସାର୍ ଯେ ଏଇ ଜିନିଷ ହବ। ଆଉ ମୁଁ ଯୋଉ ମାନେ ପରିସ୍ଥିତିରେ ପଳେଇଛି ସେଇଟାକୁ ମୁଁ ଆଉ ଭାବିବିନି, ସେ ପଛକୁ ସେଇଟା ଛାଡି ଦେଇକିରି ଏବେ ଆଗକୁ ବଢିବି। ଆଗକୁ କେମିତି ମୋ ଫ୍ୟାମିଲିକୁ ସେଫ୍ଟି ରଖି, ମୋ ପୁଅ ଝିଅ କେମିତି ଭବିଷ୍ୟତରେ ଭଲ ପାଠ ପଢେଇକି ତାଙ୍କୁ ସୁରକ୍ଷିତ ରଖିବି ସେ ଚିନ୍ତା କରିବି। ଆଉ ବହୁତ 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 ଧନ୍ୟବାଦ ସାର୍ ଆପଣଙ୍କୁ। ତ ସାର୍ ଏତିକି ସେ ରହିଲା ଯେ ମୁଁ ତ ସାର୍ ଏବେ ଶିଖିଛି, ଅଳ୍ପ ଶିଖିଛି, ଯାହା ଶିଖିଛି ଆପଣ 6 ଦିନରେ ଅଳ୍ପ ଶିଖିଛି। ସାର୍ ଆପଣଙ୍କ ସାଥ ଦରକାର ମତେ, ଆଉ ମୁଁ ଆପଣଙ୍କ ସାଥରେ ଯିବାକୁ ଚାହୁଁଛି, ଆଉ ବହୁତ କିଛି ଶିଖିବାକୁ ଚାହୁଁଛି ସାର୍। ଆଉ ଜୀବନରେ ବହୁତ କିଛି ମୋ ପାଇଁ ହଉ, ମୋ ପାଇଁ, ମୋ ପୁଅ ଝିଅ ପାଇଁ, ମୋ ବାପା ମାଙ୍କ ପାଇଁ କିଛି କରିବାକୁ ଚାହୁଁଛି। ଆପଣଙ୍କ ସାଥ ଟିକେ ମତେ ଅଛି ଦରକାର। ନିହାତି ନିହାତି ମୁଁ ଅଛି। ଓକେ, ନିହାତି ଅଛି। ଚାଲନ୍ତୁ 15 ଲକ୍ଷ ଟା ଏଡିଟି ଆମାଉଣ୍ଟ ଭାବନ୍ତୁ। ମୋର ଏଡିଟି ମୋର ଆମାଉଣ୍ଟ ଗୋଟେ 15 ଲକ୍ଷ ଏତେ ବଡ ନୁହଁ। ଏଡିଟି ରାଇଟ୍। ଯେତେବେଳେ ନିଜର ପ୍ରତିଛବି ଦେଖିପାରିଲେ ଏତେ ବଡ, ଆମକୁ ଯୋଉ ଏତେ ବଡ ଯୋଉ 15 ଲକ୍ଷ ଭାବୁଥିଲେ ତାକୁ ଏଡିଟ କରିଦବା, କରିଦେଲେ ସବୁ ସମାଧାନ ହେଇଯିବ, ରାସ୍ତା ମିଳିଯିବ। ସାର୍ ଏବେ କଣ ମୁଁ ବାକି ଦେଖନ୍ତୁ ଗୁଡା ରହିଛି। ସମସ୍ତଙ୍କ ଲାଇଫରେ ଟେନସନ। କାହା ପାଖରେ ପଇସା ଥିବ କିନ୍ତୁ ଘର ଭିତରେ ମାନେ କଣ ସମ୍ପର୍କ ଭଲ ନଥିବ। ରାଇଟ୍। କାହା ପାଖରେ ପଇସା ନଥିବ କିନ୍ତୁ ଘର ଭିତରେ ବହୁତ ସମ୍ପର୍କ ଥିବ। କାହା ପାଖରେ ପଇସା ଥିବ, ସମ୍ପର୍କ ବି ଭଲ ଥିବ, କିନ୍ତୁ ରୋଗ। ତ କାହା ସମସ୍ତଙ୍କ ପ୍ରୋବ୍ଲେମ କିଏ କହିବନି ଯେ ମୁଁ ବିନା ପ୍ରୋବ୍ଲେମରେ ଅଛି। କେହି କହିବେନି ଯେ ମୁଁ ବିନା ପ୍ରୋବ୍ଲେମରେ ଅଛି। ବିନା ପ୍ରୋବ୍ଲେମରେ ଆମେ ସେତେବେଳେ ରହିପାରିବା ଯେତେବେଳେ ଆମ ଜୀବନଟି ଚାଲିଯିବ, ସେତେବେଳେ ଆମକୁ ପିସ୍। ଫର୍ଦର ଆମର ନିଶ୍ୱାସ ଯିବା ଆସିବା ହଉଛି, ତାମାନେ ଆମ ସହିତ ଚ୍ୟାଲେଞ୍ଜେସ୍ ରହିବ। ଆମକୁ ଆମ ଜୀବନଟାକୁ ଚ୍ୟାଲେଞ୍ଜେସ୍ ନେଇକି ଯିବାର ଅଛି। ନହେଲେ ଆମେ ମନୁଷ୍ୟ ଜନ୍ମ ପାଇକି କିଛି ଲାଭ ହେଇନି। ଆମେ ତ ପଶୁ ହେଇଥାନ୍ତେ। ତାଙ୍କ ପାଇଁ କିଛି ଟେନସନ ଅଛି? ପଶୁ ପକ୍ଷୀଙ୍କ କିଛି ଟେନସନ ଅଛି କି? ସେମାନଙ୍କୁ ଖାଲି ଖାଇବା ପାଇଁ ଟିକେ ମିଳିଗଲା ବାସ୍, ସେ ଖୁସ୍। ତାଙ୍କ ପାଇଁ ଆଉ କାହାର କ୍ଷତି କରିବା, କାହାର ଖରାପ ଚିନ୍ତା କରିବା, କାହାର କଣ କରିବା, କିଛି ଅଛି ନା? କିଛି ନାହିଁ। ସାର୍ ମୋର ତେଣୁ ତ ମନୁଷ୍ୟ ଗାର୍ଡିଆନ। ଜୀବନରେ ଟେନସନ ରହିବ, ଚ୍ୟାଲେଞ୍ଜେସ୍ ରହିବ, ପ୍ରୋବ୍ଲେମ ରହିବ, ନହେଲେ ଆପଣଙ୍କର ଜୀବନ ଜୀବନ ନୁହଁ। ତେଣୁକରି ମୁଁ ଆମେ ସେଇଆ ଦେଖିଲି। ପ୍ରୋବ୍ଲେମ ଯାକୁ ଏଡିକ୍ଟ ଭାବିବା, ଏତେ ଛୋଟ କରିଦବା ପ୍ରୋବ୍ଲେମ ଯାକ, ଯେମିତି ଆମ ଜୀବନର ଲକ୍ଷ୍ୟଟାକୁ ବଡ କରି ଆଖି ଆଗରେ ରଖିଥିବା ପାଇବା ପାଇଁ। ଏଇ କ୍ଲାସ ରୁ ମୁଁ ସାର୍ ଶିକ୍ଷା ପାଇଲି ଯେ, ଆଉ ମୋ ଭିତରେ ମନ ଭିତରେ ଯୋଉ 5-6 ଦିନ ଆଗରୁ ଯାହା ମୋ ମନ ଥିଲା, ଏବେ 5 ଦିନ ପରେ ମୋର ମାଇଣ୍ଡ ପୁରା ଚେଞ୍ଜ ହେଇଯାଇଛି ସାର୍। ଆଉ ମୁଁ ଟିକେ ଶାନ୍ତ, ମାନେ ଟିକେ ରାଗେନି, ଏମିତି ବେଳେ ବେଳେ ରାଗେ। ମତେ ସେଇ ଜିନିଷ ବି ମୋର ଟିକେ କମି ଯାଇଛି। ଆଉ ମୁଁ ନିଜେ ଫିଲ୍ କରିପାରୁଛି ଯେ ମୁଁ ଯୋଉ ଏ ଜିନିଷରୁ ଆସିଲି, ତ ବହୁତ କିଛି ଶିଖିବାକୁ ମିଳିଲା। ତ ମତେ ଖୁସି ବହୁତ ଲାଗୁଛି ବଢିଆ। ସାର୍ ବହୁତ। ସାର୍ ଆଉ ଠିକ ଗୋଟେ ଅଛି ମୋର କିଛି ଗାର୍ଡିଆନ ଏଞ୍ଜେଲ ନାଁ ବାହାରିନି, ଆଜି ଟିକେ ବାହାରିନି। ନା। ଓକେ, ଦେଖିବା ଆଜି ସମୟ ହେଲେ ଆଜି ପ୍ରାକ୍ଟିସ କରିବା। ରାଇଟ୍। ହୁଁ। ଓକେ, ଧନ୍ୟବାଦ। ଶଶି ମେହେର, ଅନମ୍ୟୁଟ କରନ୍ତୁ। ନମସ୍କାର। ସାର୍ ନମସ୍କାର। ଆପଣଙ୍କର ମୁଁ ପ୍ରୋନାଉନ୍ସିଏସନ ଟା କରିପାରୁନି ଠିକ ସେ ଏକ୍ଜାକ୍ଟଲି। ସିହା ଶିଶିର ସି ର ତାହେଲେ ଏଠି ଭୁଲ ଅଛି। ଶିଶିର ମେହେର, ସି SHI। ଚାଲନ୍ତୁ, କୁହନ୍ତୁ 6 ଦିନର ଏକ୍ସପିରିଏନ୍ସ କୁହନ୍ତୁ, ମୁଁ ଜାଣିବା ପାଇଁ ଚାହିଁବି। ସାର୍ ବହୁତ ବଢିଆ ରହିଲା। ବାକି କାଲି ତ ମୁଁ ଟିକେ ଆଟେଣ୍ଡ କରିଥିଲି ସାର୍, ବାକି ବାଇକ ରେ ଯାଉଥିଲି। ମାନେ ଟିକେ ମେଡିକାଲ ପ୍ରୋବ୍ଲେମ ହଠାତ୍ ପଡିଗଲା। ମୁଁ ଥିଲି 50 କିଲୋମିଟର ଦୂରରେ, ଘରକୁ ଆସିବାକୁ ପଡିଲା। ଆଟେଣ୍ଡ କରିଛି, ବାକି ଟିକେ ଏତେ କ୍ଲିୟର କରିନି, ଖାଲି ଶୁଣୁଥିଲି ସାର୍। ଓକେ ଓକେ ଓକେ। କାଲିର ଆଉ ପ୍ରକ୍ରିୟା ଆମର ଚକ୍ରା ଉପରେ ଥିଲା ବାସ୍। ହଁ ସାର୍, ମୁଁ ହଁ, ସବୁ ଶୁଣିଛି ଆପଣ ଶୁଣିଛି, ମେସେଜ ବାକି କଲେ। କରିପାରିନି। ହଁ ଠିକ ଅଛି, ନୋଟ୍ସ ବନେଇଦିଅ। ସେଟା ଆପଣ ନୋଟ୍ସ ଅଛି, ରେକର୍ଡିଂ ଦିଆହେଇଛି, ତାକୁ ନୋଟ୍ ବନେଇ ଦିଅ। ରାଇଟ୍। ଯାହା ସାର୍ 6 ଦିନରେ ସାର୍ ଶିଖିଲେ ସେତିକି ଜୀବନ ପରିବର୍ତ୍ତନ କରିବା ପାଇଁ ଆପଣଙ୍କୁ ରାସ୍ତା ମିଳିଲା କିଛି? ଯାହାବି ଆପଣଙ୍କ ଚ୍ୟାଲେଞ୍ଜେସ୍ ଥିଲା। ଫାଷ୍ଟ କହିଥିଲି ସାର୍, ମୁଁ ଆପଣଙ୍କ ସହିତ ଫାଷ୍ଟ କଥା ହେଇଥିଲି। ମୁଁ ଆପଣଙ୍କୁ କହିଥିଲି ସାର୍, ମାନେ ମତେ ଏମିତି ଲାଗୁଛି କି ମୁଁ ସୁସାଇଡ କରିବି। କହିଦେଲି ଆପଣଙ୍କୁ, ବାକି ସେ ସବୁ ଭୁଲି ଯାଇଛି ସାର୍। ଆଉ ମୁଣ୍ଡରେ ନାହିଁ ସେ ସବୁ। ଗୋଟେ ବିଶ୍ୱାସ ଜାଗ୍ରତ ହେଇଛି ସାର୍, ଯାହା ବି ଆଗକୁ ଭଲ ହବ ବୋଲି ଆଶା ଅଛି। ଏବେ ସାର୍ ଭଲ ଗୋଟେ ହବ, ରିକ୍ୱେଷ୍ଟ ଅଛି ଆପଣଙ୍କୁ। 100% ଭଲ ହବ।
ଭଲ ହବ ବୋଲି ଆଶା ଅଛି। ଏଠି ଆପଣ କ୍ୱେଶ୍ଚିନ୍ ମାର୍କ କଲେ, ମନକୁ କ୍ୱେଶ୍ଚିନ୍ ମାର୍କ ଗଲା। ପୁଣି ଏଠି ଆପଣଙ୍କର ଲିକେଜ ରହିବ କନଫିଡେନ୍ସ ଲେଭେଲ। ଆଜ୍ଞା 100% ହବ, ସାର୍ ନୋ ଡାଉଟ। ଭଲ ତ ହବ ସାର୍, ନିଶ୍ଚୟ ଭଲ ହବ। ପୁଣି ଆଉଥରେ ତ ବିଶ୍ୱାସ ଲାଗିଲା, ଭଲ ତ ଆଉ ରାଗିବାକୁ ହବନି, ଭଲ ହବ। ସାର୍ ସାର୍ ପୁରା କ୍ଲିୟର କଟ୍ ମେସେଜ। କିଛି ତାକୁ ଆମକୁ ଗୋଟେ ନେଗେଟିଭ ଜିନିଷ ବ୍ରେନକୁ ଦେବାନି, ପ୍ରଶ୍ରୟ ଦେବାନି। ସେ ନେଗେଟିଭ ସାର୍ ଦେଇଦେଇ ଆମେ ଆମର ଦେଖନ୍ତୁ, ଆମେ ଭଲ ତ ହବ ମାନେ ଏଇ ଲାଙ୍ଗୁଏଜ ଟା ନା ଅଟୋମେଟିକାଲି ଆମେ ହାବିଟ ହେଇଯାଇଛି। ଆଉ ଅଲ୍ଟିମେଟଲି ଏଟା ହଁ ନେଗେଟିଭ ଜିନିଷଟା ପ୍ରତ୍ୟେକ ଜିନିଷରେ ତ ଲଗେଇ କଲା ବେଳକୁ ମନରେ ଗୋଟେ କ୍ୱେଶ୍ଚିନ୍ ମାର୍କ ଆସୁଛି। ସେ କାମରେ ଆପଣ ଚାହିଁଲେ ବି କରିପାରୁନାହାନ୍ତି। ସାର୍ ସାର୍ ହଟାନ୍ତୁ। ସାର୍ ନେଗେଟିଭ ହେଇଯାଉଛି। ହଁ, 100% ହେଇଯାଉଛି। ସାର୍ ସାର୍ ଦ୍ୱନ୍ଦ୍ୱ ସେଇଠୁ କ୍ରିଏଟ ହଉଛି, ଅସୁବିଧା ସେଇଟା ଆପଣ ପଡୁଛନ୍ତି। ସାର୍ ଓକେ, ଚାଲନ୍ତୁ ବହୁତ ସୁନ୍ଦର ସାର୍ ଭାବରେ ଆକୁ ଜୀବନରେ ବ୍ୟବହାର କରନ୍ତୁ। ଆଜି ଆହୁରି ବହୁତ କିଛି ବି ଜାଣିବେ, ରାଇଟ? ସେ ପାୱାରକୁ ଆମେ ଶିଖିବା, ମାନେ ଶିଖିବା ପାଇଁ ଆମେ ଇଚ୍ଛା କରିବା। ମୋର ଉଦ୍ଦେଶ୍ୟ ରହୁ ଯେ ଆପଣ ସମସ୍ତଙ୍କର ଇଚ୍ଛା ରହୁ ସେ ଜିନିଷ ଶିଖିବା ପାଇଁ। ରାଜେନ୍ଦ୍ର ବେହେରା ଅନମ୍ୟୁଟ କରନ୍ତୁ। ଗୁଡ୍ ଇଭିନିଂ ସାର୍। ଗୁଡ୍ ଇଭିନିଂ, କୁହନ୍ତୁ। ଯାହା 6 ଦିନର ହଉ ଏକ୍ସପିରିଏନ୍ସ କୁହନ୍ତୁ, ଯେତିକି ଆପଣ ଶିଖିଲେ। ଆଉ ମୋ ଜୀବନରେ ଆପଣ ଯେତିକି ଭ୍ୟାଲୁ ଆଡ୍ କରିଥିଲେ, ମୁଁ ଆପଣଙ୍କ ଯେତିକି ଭ୍ୟାଲୁ ଆଡ୍ କରିବା ପାଇଁ ଚେଷ୍ଟା କଲି, ସେତିକି ସଫିସିଏଣ୍ଟ ହେଲା ନା ଆହୁରି ଦେବାର ଅଛି? ଆକ୍ଚୁଆଲି ସାର୍ କହିବାକୁ ଗଲେ ମାନେ ବହୁତ କିଛି ମିଳିଛି। ମାନେ ପୂର୍ବରୁ ମୁଁ ଏମିତି ସବୁବେଳେ ଗୋଟେ ଭାବେ, ମାନେ ଆପଣ ଯୋଉଟା ପ୍ରତିଛବି ମେଡିଟେସନ କରେଇଲେ, ସେଇ ଜିନିଷଟା ମୁଁ ସବୁବେଳେ ଯେତେବେଳେ ଯୁଆଡେ ଯାଏ କି ବସେ ଇମାଜିନ କରେ ଯେ ମୋ ପାଖରେ ପ୍ରଚୁର ଟଙ୍କା ଅଛି, ବହୁତ ବଡ ଗାଡି ଅଛି, ବଙ୍ଗଳା ଅଛି, ଏମିତି ମୁଁ ସବୁ କରୁଛି, କାହାକୁ ଦାନ ଦଉଛି, ଯିଏ ମତେ ପଇସା ମାଗିଲେ ମୁଁ ତାଙ୍କୁ ଦଉଛି, କାରଣ ମୋ ପାଖରେ ପ୍ରଚୁର ପରିମାଣର ପଇସା ଅଛି। ଏସବୁ ଜିନିଷ ମୁଁ ମନରେ ଭାବେ। ଏମିତି ମାନେ ଚିନ୍ତା ଆସେ, ଭଗବାନଙ୍କୁ ତ ଗୋଟେ ଏମିତି କିଛି ମତେ ଗୋଟେ ଡିଭାଇନ ପାୱାର ଦେଇ ଦିଅନ୍ତେ, ଯାହାଫଳରେ କି ମୁଁ ସବୁ କିଛି ଆଚିଭ କରିଯାଆନ୍ତି। ମାନେ ମୋ କିଛି ଆଉ ରହନ୍ତା ନାହିଁ, ସବୁ କିଛି ଆଚିଭ କରନ୍ତି। ଏଇ ଯୋଉ ମାନେ ବହୁତ ଦିନ ହେଲାଣି ଭାବୁଥିଲି, ଯେ ହଠାତ୍ ଆପଣଙ୍କର ଯୋଉ ଆଡଭର୍ଟାଇଜମେଣ୍ଟ ଆସିଲା, ସେଟା ଫାଷ୍ଟ ଦେଖିଲି, ମାନେ ମୁଁ ଆଉ କିଛି ଭାବିନି, ମନ ଭିତରେ ଆସିଲା ଯେ ହଁ ଏଇଟା କରିବା ଫଟକିନା। ଆପଣ କହିଲେ ଯେ ପେମେଣ୍ଟ କରିବା, ହଁ ଠିକ ଅଛି ପେମେଣ୍ଟ କରିବା ସାଙ୍ଗେ ସାଙ୍ଗେ। ମାନେ ଆପଣ ଯେମିତି କହିଲେ ଯେ ଫାଷ୍ଟ ଯୋଉଟା ଥଟ୍ ଟା ଆସୁଛି, ସେଇଟା ହିଁ ତୁରନ୍ତ କାର୍ଯ୍ୟକାରୀ। ଫାଷ୍ଟ ଥଟ୍ ରେ ତୁରନ୍ତ କାର୍ଯ୍ୟକାରୀ କରାଲା। ଆଉ ମତେ ଲାଗୁଛି ଯେ ଯୋଉଟା ମୁଁ ଭାବୁଥିଲି, ଚିନ୍ତା କରୁଥିଲି, ଯେ କନସିୟସ ମାଇଣ୍ଡ କି କହୁଥିଲି ଯେ ମତେ ଏଇଆ ଦରକାର ଦରକାର ଦରକାର, ମୁଁ ଏଇଟା କରିପାରିବି, ଏଇଟା ହେଲେ, ସେଇଟା ବୋଧେ ମତେ ଲାଗୁଛି ମତେ ମିଳିଗଲା। ଯେ କୌଣସି ନା କୌଣସି ମାଧ୍ୟମରେ ଗୋଟେ ମୋ ପାଖରେ ପହଞ୍ଚୁଛି, ସେଟା ମତେ ଫିଲ୍ ହଉଛି। ଆଉ 6 ଦିନ ଭିତରେ ବହୁତ କିଛି ଆମେ ଜାଣିଲେ ତା ଭିତରେ, ଯୋଉଟା କି ଡିପଲି ଆହୁରି ବି ତ ବହୁତ କିଛି ଜାଣିବାର ଅଛି ଆ ଭିତରେ। ଆପଣ ତ କହୁଛନ୍ତି ଆହୁରି ବହୁତ ଅଛି, କିନ୍ତୁ ଏଇଟା ବହୁତ ଭ୍ୟାଲୁ ଆଡେଡ ମୋ ଜୀବନରେ ହବ, ହଉଛି। ସେଟା ନୋ ଡାଉଟ ବହୁତ କିଛି ଭ୍ୟାଲୁ ଆଡେଡ ହବ। ଆଉ ଗୋଟେ ସାରେ ଦିଟା ଜିନିଷ ଗୋଟେ ଛୋଟ ମାନେ ଡାଉଟ ଥିଲା, ଯେ ଆମେ ଆକ୍ଚୁଆଲି ଯୋଉ ଏଞ୍ଜେଲକୁ ଯୋଉ ମାନେ ଆମେ ଗୋଟେ କାମ ବିଷୟରେ ହେଲ୍ପ ମାଗିଲେ, ଏଟା ଆମେ ସବୁବେଳେ ଗାର୍ଡିଆନ ଏଞ୍ଜେଲଙ୍କ ମାଧ୍ୟମରେ ମାଗିବା ନା ଏଇ ଯୋଉ ମାନେ ଏମିତି ଗୋଟେ ଗୋଟେ କାମ ଥାଏ ଯୋଉଥିରେ କି ଆମକୁ ଲାଗେ ଯେ ଦୁଇ ତିନିଟା ଏଞ୍ଜେଲ ତାଙ୍କ ଭିତରେ ଆଟାଚ ହେବା ଦରକାର। ମାନେ ସେଇ ଭିତରେ ଆମେ କନଫ୍ୟୁଜ ଟିକେ ରହିଯାଏ ବେଳେ କିଛି ବେଳେ। କନଫ୍ୟୁଜନ ହେବେନି, ଅନ୍ତରାତ୍ମା ଯାହା କହୁଛି ତାଙ୍କୁ କହିବେ। ଆଚ୍ଛା। ନୋ କନଫ୍ୟୁଜନ। ଦେଖନ୍ତୁ, ଡିପାର୍ଟମେଣ୍ଟ ୱାଇଜ ସମସ୍ତଙ୍କର ରହିଲେ ଏଞ୍ଜେଲ, ଗାର୍ଜିଆନ ଏଞ୍ଜେଲ ଆଜ୍ଞା ନିଜର ହେଇକିରି ରହିଲେ। ଅନ୍ତରାତ୍ମାରୁ ଆସୁଛି ଯେ ମୁଁ ଆର୍କଏଞ୍ଜେଲ ମାଇକେଲଙ୍କୁ ହେଲ୍ପ ନେବାର ଅଛି, ନେବେ। ନାଇଁ ଆଖପାଖରେ ଅଛନ୍ତି, ଗାର୍ଜିଆନ ଏଞ୍ଜେଲଙ୍କ ମାଧ୍ୟମରେ ମୁଁ ନେବି, କିଛି ଅସୁବିଧା ନାହିଁ। ଆପଣଙ୍କୁ ଯେତେବେଳେ ଦରକାର ପଡୁଛି, ଆପଣ ବାପାଙ୍କୁ ମାଗନ୍ତି, ଛୋଟବେଳେ ମାକୁ ହଁ ମାଗନ୍ତି, ଯେତେବେଳେ ମନ୍ଦିରକୁ ଯାଆନ୍ତି ମନ୍ଦିରରେ ବି ଆପଣ ମାଗନ୍ତି। ବାପା କହୁଥିଲେ କାହିଁ ମତେ ନ ମାଗି ତୁ ମନ୍ଦିରରେ ଭଗବାନଙ୍କୁ କାହିଁ ମାଗୁଛୁ, କହୁଥିଲେ କି? ନା ନା ସେଇଟା ନାହିଁ, ହଁ ଠିକ ଠିକ। ସେ ମୁଁ ଖାଲି ଗୋଟେ ଏକ୍ସାମ୍ପଲ ଦେଲି। ଓକେ, ଆଜ୍ଞା ଆଜ୍ଞା। ତ ଆପଣ ଡାଇରେକ୍ଟ ମାଗିଲେ ବି ଗାର୍ଜିଆନ ଏଞ୍ଜେଲଙ୍କର କୌଣସି ସେମାନେ ଖରାପ ଭାବିବାର ନାହିଁ, କି ଆପଣ ଡାଇରେକ୍ଟ ଗାର୍ଜିଆନ ଏଞ୍ଜେଲଙ୍କର ବି ହେଲ୍ପ ନେଲେ ବି କିଛି ଅସୁବିଧା ନାହିଁ, ଆର୍କଏଞ୍ଜେଲ ଖରାପ ଭାବିବାର ନାହିଁ। ତେଣୁ ଅନ୍ତରାତ୍ମା ଲାଗୁଛି ଯେ ମତେ ଗାର୍ଜିଆନ ଏଞ୍ଜେଲ ନେବାର ଅଛି, ନିଅନ୍ତୁ। କାହିଁକି ନା ଗାର୍ଜିଆନ ଏଞ୍ଜେଲ ସହିତ ଆପଣଙ୍କର ସବୁବେଳେ ତାଳ ସହିତ ତାଳ ଦେଇ ଚାଲନ୍ତି, ଆଜ୍ଞା ଆଖପାଖରେ ସେ ରୁହନ୍ତି, ଅନୁଭବ କରିପାରନ୍ତି। ତେଣୁକରି ଆମକୁ ଯଦି ତାଙ୍କ ସହିତ ଇମୋସନାଲ ଆଟାଚ ବେଶୀ ଅଛି, ଗାର୍ଜିଆନ ଏଞ୍ଜେଲ କୁହନ୍ତୁ, କଣ ଅସୁବିଧା? ଆଜି ବି ସାର୍ ମାନେ ସେକେଣ୍ଡ ହାଫରେ ମୁଁ ଛିଡା ହେଇକି ଏମିତି ଭାବୁଛି
ଆପଣଙ୍କ ରେକର୍डिଂ ଟା ବି ଟିକେ ଶୁଣୁଥିଲି, ମାନେ ଏବେ ବି ଆଜି ବି ଗୋଟେ ପର ମତେ ମିଳିଲା ହ୍ୱାଇଟ୍ କଲର ଯେ ତାକୁ ମୁଁ କଲେକ୍ଟ କରିପାରିଲି କାରଣ ଗୋଟେ ଉଡି ଉଡି ଆସିଲା ପାଖ ଦେଇକି ପଳେଇଲା, ଜଷ୍ଟ ଦେଖିଲି ତ ଠିକ ଠାକ ଲାଗିଲା। ଓକେ ଓକେ ଚାଲ ଆକ୍ଚୁଆଲି ଆମର ଠିକ ସାର୍ ଅଛି। ଏଇ ଯୋଉ ଗୋଟେ ପ୍ରୋବ୍ଲେମ ଦେଖନ୍ତୁ ମାନେ ଏମିତି ହିଁ ଯେତେବେଳେ ଆସିବ, ଜୀବନରେ ଆସୁଥିବ, ତାକୁ ଆମେ ଖାଲି ହଁ ସେ ସବୁ ଜିନିଷ ଦେଖି ଦେଖିକି ଆମକୁ ଏନର୍ଜି ଷ୍ଟ୍ରଙ୍ଗ କରିବାର ଅଛି। ଆଉ ଆଜ୍ଞା ଏମିତି ନାହିଁ ଯେ ଭଗବାନ ଆପଣଙ୍କ ପାଖରେ ଠିଆ ହେବେ, ଏଞ୍ଜେଲ ଆସି ଆପଣଙ୍କ ପାଖରେ ଠିଆ ହେଇଯିବେ, ସମ୍ଭବ ନୁହଁ। ନା ସେଇଟା ତ ଠିକ। ଆମେ ସେଇ ଜିନିଷକୁ ବ୍ୟବହାର କରିକିରି, ସେଇ ପ୍ରକ୍ରିୟାକୁ ବ୍ୟବହାର କରି ଆମକୁ ପରିବର୍ତ୍ତନ କରିବାର ଅଛି। ସେମିତି ଯଦି ହୁଅନ୍ତେ ତ ସମସ୍ତଙ୍କ ପାଖକୁ ହେଲ୍ପ କରିବା ପାଇଁ ଭଗବାନ ଆସିଥାନ୍ତେ, ରାଇଟ୍? ନା ସାର୍ ସେଇଟା ଭଗବାନ ତ ଅଛନ୍ତି କିନ୍ତୁ ସାମ୍ନାକୁ ଆସିବେନି। ସେ କଣ କହୁଛନ୍ତି ତାଙ୍କୁ ଫଲୋ କରିବାର ଅଛି। କଣ ଅନୁଭବ ହଉଛି ଦେଖିବା, ସେ କୋଉ ପ୍ରୋସେସରେ ଆପଣଙ୍କ ଲାଇଫରେ କୋଉ ହ୍ୟୁମାନ ଫର୍ମରେ ଆସିକି ଆପଣଙ୍କୁ ହେଲ୍ପ କରୁଛନ୍ତି, ତାକୁ ଆକ୍ସେପ୍ଟ କରିବାର ଅଛି। ନା ଭଗବାନ କେବେ ସେଇଟା ବି ସାର୍ ସାମ୍ନାକୁ ଆପଣ ଆସିବେନି। ଯୋଉଟା କହିଲେ ଗୋଟେ ମାନେ ଏକ୍ଜାକ୍ଟଲି ସତ କଥା, ଯେ ମୁଁ ଗୋଟେ କେସରେ ଏମିତି ଫସି ଯାଇଥିଲି ଜମ୍ବାଡି କେସରେ, ମାନେ ଯୋଉଟା କି 7 ବର୍ଷ ହେଇଗଲାଣି, ତ 6 ବର୍ଷ ପଳେଇଲା ଯେ କେହି ବି ମତେ ହେଲ୍ପ କଲେନି। ଯୋଉ ଓକିଲକୁ ଧରିଲେ ସେ ଓକିଲ ମତେ ମାନେ ଛାଡିଦେଲା, ମାନେ ହଇରାଣ କଲା ହଇରାଣ କଲା ହଇରାଣ କଲା, ପଇସା ବି ଖର୍ଚ୍ଚାନ୍ତ ହେଲା, ରେଜଲ୍ଟ କିଛି ଆସିଲାନି। ମାନେ ମୁଁ ଏହା ପୂର୍ବରୁ ଠାକୁରଙ୍କୁ ଏତେ ଡାକିଲି ଯେ ନାଇଁ ମତେ ଗୋଟେ ଏମିତି ଭଲ ରାସ୍ତା ଦିଅନ୍ତୁ, ବହୁତ ହଇରାଣ ହେଇଗଲାଣି ହେଲା। ମାନେ ଆପଣ ବିଶ୍ୱାସ କରିବେନି, ଗୋଟେ ଦିନରେ ଏମିତି ଜଣଙ୍କ ସହିତ ଆଟାଚ ମତେ କରେଇଲେ ଯୋଉଟା କି ଇମାଜିନ ବାହାରେ। ମାନେ ସେ ମୁଁ ନ କହିବା ପୂର୍ବରୁ ସେ ମୋ କାମ କରୁଛନ୍ତି, ମାନେ ବହୁତ ଆଚ୍ଛା ମାନେ ସମାଧାନର ଗୋଟେ ବାଟ। ମାନେ ସିଏ ଓଲଟି ମତେ ଗାଇଡ କରୁଛନ୍ତି ଯେ ଆରେ ଏଇଟା କରିଦେଲୁ, ତୋର ଭୁଲ ହେଲା, ତୁ ସେଇଟାକୁ ବେକାର କରିଦେଇଛୁ, ଏ ଜିନିଷ କର, ସେ ଜିନିଷ କର। ପଇସା ପତ୍ର ମ୍ୟାଟର ନାହିଁ, ବହୁତ ମାନେ ଠାକୁରଙ୍କର ହେଲ୍ପ ଅଛି। ଘରେ ମିସେସ୍ ବି କୁହନ୍ତି ଏଇଟା ହେଲାନି ସେଇଟା ହେଲାନି, ମୁଁ କହିଲି କେବେ ଚିନ୍ତା କରନି, ହବ। ଆଜି ନ ହେଇଛି କାଲି ହବ, ହବ। ନିଶ୍ଚୟ ଆଉ ନିଶ୍ଚୟ ଯାହା ଯାହା ନିଶ୍ଚୟ, ଆମେ ଆପଣ ଏଇ ଭାବିଛେ ଏନର୍ଜିରେ ରୁହନ୍ତୁ, ଦେଖିବେ ହବ। ପ୍ରତ୍ୟେକ ଦିନ ଆପଣ ଲାଇଫରେ ଚେଞ୍ଜେସ୍ ଆସିବ। ଏଇ ଏନର୍ଜି ରହିବାର ଅଛି। ରୁହନ୍ତୁ, ଆପଣ ନିହାତି ଭଲ ସାର୍ ନିହାତି। ଏନର୍ଜିରେ ଅଛନ୍ତି, ମୁଁ ଅନୁମାନ କରିପାରୁଛି। ଏଇ ଏନର୍ଜିକୁ ଆପଣ କଣ୍ଟିନ୍ୟୁ ରଖନ୍ତୁ, ଏତେ ସୁନ୍ଦର ଭାବରେ ଜୀବନ ପରିବର୍ତ୍ତନ ହବ, ଆପଣ ନିଜେ ଅନୁଭବ କରିପାରିବେ। ଓକେ, ଚାଲନ୍ତୁ ନେକ୍ସଟ ଯିବା। ଅଶୋକ କୁମାର ନାୟକ, ଯୋଉମାନେ ରେଗୁଲାର ଅଛନ୍ତି ତାଙ୍କ ସହିତ କଥା ହେଇଯିବା, ଆଉ ଜଣେ ଦି ଜଣ ସହିତ କଥା ହେଇଯିବା, ତାପରେ ସାର୍ ନମସ୍କାର। ନମସ୍କାର। ଭୁବନେଶ୍ୱରରୁ ନା ଆପଣ? ସାର୍ ଭୁବନେଶ୍ୱର, ସାର୍ ଭୁବନେଶ୍ୱର ଭୁବନେଶ୍ୱରରୁ କୋଉଠୁ? କୋଉଠୁ ବରମୁଣ୍ଡା କହିଲେ? ସାର୍, ବରମୁଣ୍ଡା ସାର୍, ବରମୁଣ୍ଡା। ଆଜ୍ଞା ଓକେ, କୁହନ୍ତୁ ଆପଣଙ୍କର 6 ଦିନର ସାର୍, ପ୍ରକ୍ରିୟା। ଛଅ ଦିନରେ ତ ବହୁତ ଶିଖିଲି, ମାନେ ଏତେ ଜିନିଷ ତ ଆଗରୁ ଜାଣିନଥିଲି। ଯୋଉ ଉଦ୍ଦେଶ୍ୟ ନେଇକି ମୁଁ ଜଏନ କରିଥିଲି, ମାନେ ଯାହାବି ଶିଖିବା ପାଇଁ, ମୁଁ ତ ଶିଖିଲି ବହୁତ କିଛି। କିନ୍ତୁ ମୋର ଯୋଉ ବ୍ୟକ୍ତିଗତ ପ୍ରୋବ୍ଲେମ ଅଛି, ମୁଁ ତ ଆପଣଙ୍କ ସହିତ କଥା ହେଇନି, କଥା ହେବି ପରେ, ପର୍ସନାଲ କଥା ହେବି। କିନ୍ତୁ ମତେ ଏତିକି ଲାଗିଲା ଯେ ଆମେ ଏହା ବିଷୟରେ ଆହୁରି ଶିଖିକି ଉଦ୍ଦେଶ୍ୟକୁ ଭଲ ଭାବେ ପୂରଣ କରିବା ପାଇଁ ଆପଣଙ୍କ ଆଶୀର୍ବାଦ ସହିତ ଆଗକୁ ଯିବାର ଅଛି। ଆଉ ଆପଣଙ୍କୁ ଅନୁରୋଧ ରହିବ ସାର୍, ଯେମିତି ଆପଣଙ୍କ କୃପା ସବୁବେଳେ ରହିଥାଉ, ଆଉ ଆପଣ ସାଗର ରୁହନ୍ତୁ, ଆଉ ସଫଳ ଯେମିତି ହୁଏ ସବୁ ସାର୍। ନିଶ୍ଚୟ ଅଛି, ନିଶ୍ଚୟ କୃପା ଅଛି। ହଁ, ଆପଣ ଖାଲି ମୋ ହାତ ଧରି ଚାଲନ୍ତୁ, ଆଉ କିଛି ନାହିଁ। ମୁଁ ଏତିକି ନିଶ୍ଚିନ୍ତ ଗୋଟିଏ ସାର୍, ୱାର୍ଡ କହିବି। ମୋର ଆତ୍ମବିଶ୍ୱାସ ସାର୍ ବହୁତ ବଢି ଯାଇଛି, ଆଉ ଓକେ ନିଶ୍ଚିତ ସଫଳ ହେବି। ମିରାକଲ ବି ହେଇଛି ସାର୍ 6 ଦିନ ଭିତରେ ବହୁତ। ଓକେ, ଠିକ ଅଛି। ମିରାକଲ ଆମେ ପର୍ସନାଲ କଥା ହବା। ଓକେ, ସାର୍ ଚାଲନ୍ତୁ। ଆପଣ ମାନେ ଖୁସି, ଆପଣଙ୍କ ମୁହଁରେ ଟିକେ ସ୍ମାଇଲ ଆସିଗଲେ ମତେ ବହୁତ ଖୁସି ଲାଗେ। ମୁଁ ଜାଣିଲି ଯେ ମୁଁ ମତେ ଯୋଉ ଏଞ୍ଜେଲ ଯୋଉ ଦାୟିତ୍ୱ ଦେଲେ, ମୁଁ ଠିକ ରେ ତୁଲଉଛି, ଆପଣ ମାନଙ୍କ ମୁହଁରେ ଟିକେ ଟିକେ ହସ ଆଣି ପଡୁଛି। ମୋର ସେ ଉଦ୍ଦେଶ୍ୟ ସେୟା ଥିଲା, ମତେ ଲୋକଙ୍କୁ ହେଲ୍ପ କରିବାର ଥିଲା, ଲୋକଙ୍କ ମୁହଁରେ ହସ ଆଣିବାର ଥିଲା। ଉଦ୍ଦେଶ୍ୟ ମୋର ସେଇ ଉଦ୍ଦେଶ୍ୟ। ଚାଲନ୍ତୁ, ବହୁତ ବହୁତ ଧନ୍ୟବାଦ। ଓକେ, ଆଉ କିଏ ରହିଲେ ଡେଲି ଆସିବା ଲୋକ ଭିତରେ? ମୁଁ ଡେଲି ଆସିବା ଭିତରେ କଥା ହେବି। ଶିବ ହେଲେ, ଦିଗମ୍ବର ହେଲେ, ଅନନ୍ତ ସର ହେଲେ, ପବିତ୍ର ମୋହନ। ମୁଁ କିଛି ଲୋକଙ୍କର ଚେହେରାକୁ ରିକଲ କରିପାରୁନି। ପ୍ରୋବ୍ଲେମ ହଉଛି ସେମାନେ କଣ, ହଁ, କ୍ୟାମେରା ଅନ୍ କରୁନାହାନ୍ତି। ଆପଣ ମାନେ ମୋ ସହିତ, ମାନେ ମୁଁ ରିକଲ କଲି ମାନେ ଆପଣ ଜାଣନ୍ତୁ ଆପଣଙ୍କ ସହିତ ମୋର କର୍ଡ କନେକ୍ଟ ହେଇଗଲା, କାଟି ପାରିବେନି କିଏ। କିନ୍ତୁ ଯାହାର ଚେହେରା ମୁଁ ଦେଖି ପାରୁନି, କନେକ୍ଟ ହେବାଟା ଚାନ୍ସ ନାହିଁ। ବହୁତ କଷ୍ଟ ହବ କନେକ୍ଟ ହେବା ପାଇଁ। ମିତାଲି ମ୍ୟାଡାମ କୁହନ୍ତୁ, ଆପଣ 2-3 ଘଣ୍ଟା ଆବସେଣ୍ଟ ଥିଲେ, ଫିର ବି କୁହନ୍ତୁ ଆପଣଙ୍କର ନେବା। ଅନମ୍ୟୁଟ କରନ୍ତୁ। ହଁ ସାର୍ ଛାତ ନମସ୍କାର। ଉପରେ ବସୁଛନ୍ତି? ହଁ ସାର୍। ଓକେ, କୁହନ୍ତୁ। ସାର୍ ଆପଣଙ୍କ ପରି ଗୁରୁ ପାଇକି ତ ଆମେ ବହୁତ ଖୁସି ସାର୍। ଏତେ କାହିଁକି? ସୁନ୍ଦର ସାର୍, ଆପଣ ଏତେ ସୁନ୍ଦର ବୁଝେଇଲେ, ଏତେ ସୁନ୍ଦର, ବହୁତ ବଢିଆ ଲାଗିଲା। ଯିଏ କି ଆମ ଘରେ ଜଣେ ଅଛନ୍ତି, ସେ ବିଶ୍ୱାସ କରନ୍ତିନି କିଛି, ସେ ମାନେ ମୁଁ କହିବି ଆଜି
ଏମିତି ହେଲା ଆଜି ସେମିତି ହେଲା ବୋଲେ ତତେ ସବୁ ହେଇଯାଉଛି ସେମିତି କୁହନ୍ତି। ହେଲେ ସେ ବି ଆପଣଙ୍କ କଥା ଶୁଣିକି ଏତେ ବିଶ୍ୱାସ କଲେ ସାର୍, ଆଜି ମତେ ବହୁତ ଖୁସି ଲାଗୁଛି। ଆଉ 6 ଦିନ ଭିତରେ ତ ମୋ ଜୀବନରେ ବହୁତ କିଛି ଏତେ ସୁନ୍ଦର ସୁନ୍ଦର ଘଟଣା ଗୁଡାକ ହେଲା। ମୁଁ ତ ଆପଣଙ୍କୁ ପ୍ରଥମ ଦିନ ହିଁ କହିଥିଲି ସାର୍, ଆପଣଙ୍କୁ ଫୋନ କରିବି ପଚାରିଥିଲି ସାର୍ ସତରେ ହବ, ଆମେ ଦେଖିଲା ପରେ ଏଟା ସତରେ ହବ, ମୁଁ କଲା ପରେ ସତରେ ହବ, ଆପଣ କହିଥିଲେ ନିଶ୍ଚିତ ଭାବେ ହବ, 100% ହବ କହିଥିଲେ ସାର୍। ଆଉ ହେଲା ବି ସାର୍, ମତେ ବହୁତ ବହୁତ ଖୁସି ସାର୍। ଆପଣଙ୍କର ହାତ ସବୁବେଳେ ଆମ ମଥାରେ ଥାଉ ସାର୍। ଆପଣ ସବୁବେଳେ ଆମର ମାନେ ହର ଟିକେ ଟିକେ ଛୋଟ ଛୋଟ ଭୁଲକୁ ବି ଆପଣ ଆମକୁ ସୁଧାରି ଦିଅନ୍ତୁ। ସେଟା ହିଁ ମୁଁ ସବୁବେଳେ ଆଶା କରୁଛି ସାର୍ ଆପଣଙ୍କଠୁ। ଆଉ ଆପଣ ସବୁବେଳେ ଥାଆନ୍ତୁ ଆମ ପାଖରେ। ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ, ଥ୍ୟାଙ୍କ ୟୁ। ଓକେ, ଆଉ କିଏ କଥା ହେବା? ଆଉ କିଏ କଥା ହେବେ? ଆ, କୁହନ୍ତୁ ମେସେଜ ମାଧ୍ୟମରେ, ତାହେଲେ ମୁଁ କଥା ହେଇଯିବି। ସାର୍ ଆପଣଙ୍କ ସହିତ ମତେ କନେକ୍ଟ କରିଛନ୍ତି ତ ସାର୍? କିଏ? ଶଶିଧର? ହଁ ହଁ, ଆପଣଙ୍କ ଚେହେରା ଅଛି ମୋ ମନରେ। କିଛି ଅସୁବିଧା ନାହିଁ। ଓକେ, ଆଉ କାହା ସହିତ କଥା ହେବି କୁହନ୍ତୁ, ଫଟାଫଟ କୁହନ୍ତୁ। କ୍ୟାମେରା ଅଫ୍ କଲେ ମୁଁ କେମିତି କନେକ୍ଟ କରିବି କୁହନ୍ତୁ? ବାନିଶ୍ରୀ ମ୍ୟାଡାମ, ଆପଣଙ୍କ ଚେହେରା ମୁଁ ଜାଣିପାରୁଛି, ଆସନ୍ତୁ ଆପଣ। କୁଆଡେ ଗଲେ ବାନିଶ୍ରୀ ମ୍ୟାଡାମ? ବାନିଶ୍ରୀ ମ୍ୟାଡାମ ଅନମ୍ୟୁଟ କରନ୍ତୁ। କ୍ୟାମେରା ଅନ୍ କରନ୍ତୁ। ନମସ୍କାର। ସାର୍ ନମସ୍କାର। ସାର୍ ନମସ୍କାର। କେତେ ଦିନ କ୍ଲାସ ପୁରା ଆଟେଣ୍ଡ କରିଛନ୍ତି ଲାଇଭ ରେ? ଲାଇନ ରେ ସାର୍ 2 ଦିନ ହିଁ କ୍ଲାସ ଆଟେଣ୍ଡ କରୁଛି ସାର୍। ବହୁତ ଦୁଃଖ ଲାଗୁଛି ମତେ। ନାଇଁ ସାର୍, ସେ ଅଫିସିଆଲ ଟିକେ କାଉଣ୍ଟିଂ ଟ୍ରେନିଂ ପଡୁଛି ତ ସେଥିପାଇଁ। ରେକର୍ଡିଂ ଦେଖୁଛନ୍ତି? ହଁ ସାର୍, ରେକର୍ଡିଂ କରିଛି। ଆଉ ମୁଁ ରେକର୍ଡିଂ ଶୁଣୁଛି ମଧ୍ୟ ସାର୍। ଏବେ ଏବେ 6 ଦିନ ଭିତରେ ମୋର ବି ବହୁତ ମିରାକଲ୍ସ ହେଇଯିବ ସାର୍। ମୋର ପ୍ରମୋସନ ମଧ୍ୟ ପଳେଇ ଆସିଛି ସାର୍। ଆରେ ୱାହ, କଂଗ୍ରାଚୁଲେସନ। ଥ୍ୟାଙ୍କ ୟୁ ସାର୍। ପ୍ରମୋସନ ମଧ୍ୟ ପଳେଇଛି। ଆଜି ବି ବହୁତ ମିରାକଲ ହେଇଛି ସାର୍। ଆଚ୍ଛା। ହଁ ସାର୍, ବର୍ଷା ଯୋଗୁ ମୋର କନେକ୍ଟ ହେଇପାରୁନି ସାର୍। ଓକେ ଓକେ, ବୁଝିଲି। ତ ଠିକ ଅଛି, ଯେତିକି ଦିନ ବି କ୍ଲାସ ବସିଥିଲେ, ଦେଖନ୍ତୁ ମେଡିଟେସନ ଟା ଗୋଟେ ମାଧ୍ୟମ ଆପଣଙ୍କୁ ଆପଣଙ୍କର ମନର ପରିବର୍ତ୍ତନ କରିବା ପାଇଁ। ସାର୍ ମେଡିଟେସନ ମୁଁ କହିବି କୋର୍ସରେ 50% ଆପଣଙ୍କୁ ବେନିଫିଟ ଦବ, ଆଉ 50% ଆପଣଙ୍କର ପାଠ ରହିବ। ତେଣୁ ଲାଇଭ ଯଦି ଆସିନାହାନ୍ତି, କେବଳ ଆପଣ ପାଠଟାରେ ହିଁ ମଜା ନେଇପାରିଲେ, ମେଡିଟେସନ ର ସାର୍ ଲାଭ ଉଠେଇ ପାରିଲେନି। ତେଣୁକରି ଯଦି ରେକର୍ଡିଂ ବି ଦେଖୁଛନ୍ତି, ମୁଁ କହିବି ଯାହାବି ଆପଣ ଏତିକି ଦିନରେ ଶିଖିଲେ କିଛି ଭ୍ୟାଲ୍ୟୁ ଆଡ୍ ହେଇଛି ଆପଣଙ୍କ ଲାଇଫରେ। ଯୋଉ ଆମାଉଣ୍ଟ ମତେ ଦେଇଥିଲେ, ଯୋଉ ଏନର୍ଜି ମତେ ଏକ୍ସଚେଞ୍ଜ କରିକି ପାଠ୍ୟକ୍ରମ ଶିଖିଲେ, ନିଜ ଜୀବନରେ ଭ୍ୟାଲ୍ୟୁ ଆଡ୍ କରିପାରୁଛନ୍ତି ବୋଲି ଉଚିତ ମନେ କରୁଛନ୍ତି? ହଁ ସାର୍, ମୁଁ ବାରମ୍ବାର 11 11 12 12 ଏ ନମ୍ବର ବାରମ୍ବାର ଦେଖୁଛି ସାର୍। ବାରମ୍ବାର ଏଇ 6 ଦିନ ଭିତରେ ମୁଁ ବାରମ୍ବାର ଦେଖିଛି। ତ ଯେତେବେଳେ ବି ଦେଖିଛି ସେତେବେଳେ ବି ୱିଶ ବି ମାଗିଛି ସାର୍। ଆଚ୍ଛା ଏଞ୍ଜେଲକୁ। ହଁ ଆଚ୍ଛା, ସାର୍, ଓକେ। ସେଟା ବି ମାଗିଛି। ଚାଲନ୍ତୁ, ବହୁତ ବହୁତ ଯେତେବେଳେ ଦେଖିଛି। କଂଗ୍ରାଚୁଲେସନ ଆଉ ଥରେ ଆପଣଙ୍କର ପ୍ରମୋସନ ପାଇଁ। ଥ୍ୟାଙ୍କ ୟୁ ସାର୍। ଚାଲନ୍ତୁ, ଆଉ କିଛି କହିବେ? ସାର୍ ଧନ୍ୟବାଦ ଦେବି ଆପଣଙ୍କୁ, ବୁଝି ପାଇଛି ସାର୍। ଚାଲନ୍ତୁ, ରହିବେ ମୋ ସହିତ ରହିବେ। ହଁ ସାର୍। ଆପଣ ବ୍ରହ୍ମପୁରରୁ ନା? ହଁ ସାର୍, ମୁଁ ବ୍ରହ୍ମପୁରରୁ ସାର୍। ମୁଁ ମେଡିଟେସନ କ୍ଲାସ, ମୋ ଭାଇ ବି ମଧ୍ୟ ଆଷ୍ଟ୍ରୋଲୋଜି ସାର୍। ଭାଇ ବୁଝେଇବାର, କିନ୍ତୁ ମୁଁ କ୍ଲାସ ନେଇନଥିଲି ସାର୍। ଭାଇ ମତେ ଆଚ୍ଛା ମେଡିଟେସନ କ୍ଲାସ କରୁଛି ସେ ନ୍ୟୁମରୋଲୋଜି କ୍ଲାସ କରୁছে। ଏବେ ଡକ୍ଟର ଅଛି ସାର୍। ଓକେ MBBS ଅଛି ସାର୍। ପିଜି ଟ୍ରେନିଂ, ପିଜି ଚାଲିଛି ସାର୍ ମେଡିସିନ ରିସର୍ଚ୍ଚ ରେ। ଓକେ, ଆଉ ବାସ୍ତୁ ଅଂଶ ସବୁ ଦେଖୁଛି। ଆଚ୍ଛା, ସେ ବହୁତ କହିଦେବେ ବଢିଆ। ତତେ ସାର୍। ସେ କଣ କହିଥିଲେ ତମକୁ, ଆପଣଙ୍କୁ? ଆପଣ ନିଶ୍ଚୟ, ମତେ ଗୁରୁ ଗୋଟେ ମିଳିବ ତତେ, ନିଶ୍ଚୟ ତୁ କରିବୁ। ମୁଁ କହିଲେ ହବନି, ନିଜର ଗୋଟେ ଇଣ୍ଟରେଷ୍ଟ ଆସିବ। ସେତେବେଳେ ମୁଁ ଯାଇଥିଲି ସାର୍। ଯେହେତୁ ମୁଁ ଚାଲନ୍ତୁ, ଭାଇକୁ ଆପଣଙ୍କ କହିଦିଅନ୍ତୁ ଖୁସି ସାର୍। ଖବର ଯେ ହଁ, ଆଜି ମୁଁ ସାରଙ୍କୁ ଜଣେଇଦେଲି। ହଁ ସାର୍, ସେ ମତେ କହୁଛି, ମତେ ଆଫର୍ମେସନ କର, ସବୁ କହୁଛି ସାର୍। ସେଇଠି ମୁଁ କିଛି ଟାଇମ ମିଳୁଛି ସାର୍, ମୋର ପର୍ସନାଲ ପ୍ରୋବ୍ଲେମ ଥିବା ଯୋଉ କରୁନି, କିନ୍ତୁ ମୁଁ ସେଇଠୁ ଏବେ କିଛିଟା ମୋର ବହୁତ ଚେଞ୍ଜ ହେଇଛି ସାର୍। ଆଚ୍ଛା, ଓକେ, ସାର୍ ବହୁତ ସୁନ୍ଦର। ଚେଞ୍ଜ ହୁଅନ୍ତୁ, ଚେଞ୍ଜ ଦରକାର, ହଁ ପରିବର୍ତ୍ତନ ସାର୍ ଦରକାର। ଲାଇଫରେ ସବୁବେଳେ ସାର୍ ପରିବର୍ତ୍ତନ ଦରକାର। ଆପଣ ଗୋଟେ ଜାଗାରେ ସବୁବେଳେ ରହିବା ପାଇଁ ଚେଷ୍ଟା କରନ୍ତୁନି। ବହୁତ ଲୋକ ଅଛନ୍ତି ନା ଷ୍ଟକ୍ ହେଇଯାଉଛନ୍ତି।
କମ୍ଫର୍ଟ ଜୋନରୁ ହୁଁ ଉଠୁ ନାହାନ୍ତି। ହଁ ମୋ ସ୍ୱାମୀ ତ ସାର୍ ଅଛନ୍ତି, ମୁଁ କାହିଁ କଣ କରିବି। ହଁ ହୁଁ ସାର୍ ମୁଁ ତ ଖଟୁଛି, ମାନେ ମୋ ହଜବେଣ୍ଡ କାହିଁ କାମ କରିବେ। ମାନେ ସାର୍ ଷ୍ଟକ୍ କରିଦଉଛନ୍ତି। ଜୀବନରେ ପରିବର୍ତ୍ତନ ଯଦି ନ ଆସିବ ନା, ଆପଣ ଜୀବନକୁ ଦେଖି ପାରିବେନି ଆଉ ହୁଁ ସାର୍ ମଜା ନେଇପାରିବେନି। ଜୀବନର ଲକ୍ଷ୍ୟ କଣ, ପରିବର୍ତ୍ତନ ଦରକାର ସବୁବେଳେ। ଚାଲନ୍ତୁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ସାର୍ ଓକେ, ସାର୍ ହଁ ଭାଇକି ସାର୍ କହିଦିଅନ୍ତୁ ସାରଙ୍କୁ ଆଜି ସାର୍ କହିଦେଲି। ଆଷ୍ଟ୍ରୋଲୋଜିରେ ଯାହା ସାର୍ କହିଥିଲେ ମୁଁ ସାରଙ୍କୁ ଜଣେଇଦେଲି। ସାର୍ ଚାଲନ୍ତୁ, ବହୁତ ସୁନ୍ଦର। ଆଉ କାହା ସହିତ କଥା ହବା? କ୍ୟାମେରା ଅନ୍ କରିଦେଲେ ମୁଁ କଥା ହେଇଯିବି। ଇତିଶ୍ରୀ, ଆପଣଙ୍କର ଚେହେରାକୁ ମୁଁ ରିକଲ୍ କରିପାରୁନି, ସରି। କାହିଁକି ନା ଚେଷ୍ଟା କରିବି ଆଜି ଏଇ ସମୟ ଭିତରେ ରିକଲ୍ କରିବା ପାଇଁ। ଓକେ, କୁହନ୍ତୁ, ଅନମ୍ୟୁଟ୍ କରନ୍ତୁ। ଅନମ୍ୟୁଟ୍ କରନ୍ତୁ। ଓକେ, ନମସ୍କାର। ନମସ୍କାର। ମୁଁ କହିବା କଥା ଯେ ଆପଣ 6 ଦିନ ପୁରା କ୍ଲାସରେ ଥିଲେ? ନାଇଁ ସାର୍ 6 ଦିନ ଫାଷ୍ଟ ଥିଲି, ତେବେ ବର୍ଷା ପାଇଁ ପ୍ରୋବ୍ଲେମ୍ ଥିଲା, ସେଥିପାଇଁ ଠିକ୍ ସେ ଜଏନ୍ କରିପାରିଲିନି। କିନ୍ତୁ ସବୁ ରେକର୍ଡିଂ ମୁଁ ଦେଖିଛି। ଆପଣଙ୍କ ଭଏସ୍ ଟିକେ କମ୍ ଆସୁଛି, ଚେଷ୍ଟା କରିବେ ଆଉ ଟିକେ ଜୋରେ କହିବା ପାଇଁ। ଆଜ୍ଞା, ବହୁତ ମୋବାଇଲ ଖୁସି ପାଖକୁ ନେଇଯାଆନ୍ତୁ। ଇୟର ଫୋନ ଯଦି ଲଗେଇଛନ୍ତି ବାହାର କରିଦିଅନ୍ତୁ, ଖାଲି ନର୍ମାଲ କଥା ହୁଅନ୍ତୁ। ବହୁତ ଖୁସି ଲାଗିଲା, ଭଲ ଲାଗୁଛି। ବିଶ୍ୱାସ ଅଛି ଆଗକୁ ମୁଁ ଆପଣଙ୍କ ସାଥ୍ ଥିଲେ ମୁଁ ଆଗକୁ ଯାଇପାରିବି। ଓକେ, କଣ କରନ୍ତି ଆପଣ? ହାଉସ୍ ୱାଇଫ୍। ହଜବେଣ୍ଡ କଣ କରନ୍ତି? ସେ ରେଲୱେରେ ଏମିତି ମେକାନିକାଲ ଅଛନ୍ତି। ଆପଣଙ୍କ ଭଏସ୍ ମତେ ଶୁଭା ଯାଉନି ତ, ମୁଁ ଜାଣିପାରୁଥିଲି। ହଜବେଣ୍ଡ କଣ କରନ୍ତି? ସେ ରେଲୱେରେ ମେକାନିକାଲ ଇଲେକ୍ଟ୍ରିକାଲ ସେଇଥିରେ ଅଛନ୍ତି। ଓକେ, ଓକେ, ହଁ ବୁଝିପାରିଲି, ଶୁଭିଲା। ଓକେ, ଯୋଉ ଏବେ ଯୋଉ କ୍ଲାସରେ ଜଏନ୍ କଲେ ହଜବେଣ୍ଡ ଜାଣିଛନ୍ତି ଆପଣଙ୍କର? ସେ ତ ବାହାରେ ରହିଛନ୍ତି, ଜାଣିନାହାନ୍ତି ସେ। ଓକେ, କହିବେ ଯଦି ଏବେ ସେ ଖୁସି ହେବେ? ନିହାତି ସାର୍। ଖୁସି ହେବେ? ଆଜ୍ଞା, ଭାବୁଛି ଯେ ଆସିଲେ ମୁଁ ତାଙ୍କୁ ଜଣେଇବି। ଓକେ, ମାନେ ମୁଁ କହିବା ପାଇଁ ଚାହିଁବି, ଆଜ୍ଞା, ଆପଣ ଲାଇଭରେ ଆସିନାହାନ୍ତି, ଆଉ ଯେତିକି ବି ରେକର୍ଡିଂ ଦେଖିଥିବେ ନା, ଖାଲି ପାଠଟା ପଢିଲେ, କିନ୍ତୁ ଆପଣ ମନକୁ ପରିବର୍ତ୍ତନ କରିପାରିଲେନି। ମୁଁ ଏତିକି କହିବି ଆପଣ। ଆପଣ ସେଟା ତ ହାଉସ ଗୋଟେ ୱାଇଫ୍, ଆପଣ କେବେ କୁହନ୍ତୁନି ମୁଁ ହାଉସ ୱାଇଫ୍। ମତେ ମୋ ଜୀବନରେ ଗୋଟେ, ଆପଣଙ୍କ ଜୀବନରେ ଗୋଟେ ଲକ୍ଷ୍ୟ ରଖନ୍ତୁ। ଆଜ୍ଞା, ଲକ୍ଷ୍ୟ ରଖନ୍ତୁ, ବସି ଯାଆନ୍ତୁନି ଘରେ। ଦେଖିବେ ଏତେ ମଜା ଲାଗିବ। ପ୍ରୋବ୍ଲେମ ହଉଛି ହଜବେଣ୍ଡ ତ ଆଣୁଛନ୍ତି, ଆମେ ଖାଲି ଘରଟା ଚଳେଇବା ନା। ନିଜକୁ ଗୋଟେ ପ୍ରୁଭ୍ କରିକି ଦେଖାନ୍ତୁ ସବୁବେଳେ। ଆଜ୍ଞା, ନିଜକୁ ପରିବର୍ତ୍ତନ ଦେଖନ୍ତୁ, ହଜବେଣ୍ଡ ବି ଖୁସି ହେଇଯିବେ। ମୁଁ ୱାଇଫ କୁ ମୁଁ ଦାୟିତ୍ୱ ଦେଇଥିଲି, କିନ୍ତୁ ସେ ତା ସହିତ ଆହୁରି ଆଡିସନାଲ କାମ ଏମିତି କରୁଛନ୍ତି, ସେ ନିଜେ ଖୁସି ହେଇଯିବେ। ପରିବର୍ତ୍ତନ ଦରକାର। ଆପଣ ଚେଷ୍ଟା କରନ୍ତୁ, ସବୁବେଳେ ଷ୍ଟକ୍ ହୁଅନ୍ତୁନି। ନୂଆ ନୂଆ ଜିନିଷ ଶିଖନ୍ତୁ, ସବୁବେଳେ ନୂଆ ନୂଆ ଜିନିଷ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଯେତେବେଳେ ନୂଆ ନୂଆ ଜାଣିବେ, ଶିଖିବେ, ସେତେବେଳେ ଆପଣଙ୍କୁ ପରିବର୍ତ୍ତନର ଗୋଟେ ପ୍ରକ୍ରିୟା ଆସିବ। ଆଜ୍ଞା, ୟୁଟ୍ୟୁବରେ ହଜାର ଭିଡିଓ ପଡୁଛି, ଲକ୍ଷ ଲକ୍ଷ ପଡୁଛି, ସେଥିରେ କୌଣସି ଲୋକ ଆଜି ପର୍ଯ୍ୟନ୍ତ ସେଥିରେ ଏଜୁକେଟ ହେଇନାହାନ୍ତି। ଗୋଟେ ବେସିକ ନଲେଜ ଆମେ ୟୁଟ୍ୟୁବରୁ ବାହାର କରିପାରିବା। ଯେ ଜୀବନକୁ ଆମେ ଯଦି ସୁନ୍ଦର କରିବାର ଅଛି, ପରିବର୍ତ୍ତନ କରିବାର ଅଛି, ଗୋଟେ ନିହାତି ଗୋଟେ ଗୁରୁ ଦରକାର। ଆଜ୍ଞା, ମୋ ଜୀବନରେ ମୁଁ କେତେ ଗୁରୁ କରିଛି ନା, ମୋ ହିସାବ ନାହିଁ। ମତେ ଯୋଉଠି ଯୋଉ ଡିପାର୍ଟମେଣ୍ଟ ଯାହାକୁ ଦେଲେ ମୁଁ ପାଇଲି, ମୁଁ ତାକୁ ଗୁରୁ କଲି। ମୁଁ କାହାର କେବେ ମୁଁ କହିନି ଯେ ନାଇଁ ଏ ଗୁରୁ କମ, ସେ ଗୁରୁ ଅଧିକା। ସମସ୍ତଙ୍କ ପାଖରୁ ମୁଁ କିଛି ଶିଖିବା ପାଇଁ ସବୁବେଳେ ଚାହେଁ। ଚାଲନ୍ତୁ, ବହୁତ ସୁନ୍ଦର। ଆପଣ ରେକର୍ଡିଂ ଯଦି ଦେଖିନାହାନ୍ତି ଦେଖନ୍ତୁ, ଆଜି ବହୁତ ଜିନିଷ ଜାଣିବେ। ତା ଉପରେ ମୁଁ କହିବି, ଆପଣ ଇଚ୍ଛା କରନ୍ତୁ ଆଗକୁ ଯିବା ପାଇଁ। ରାଇଟ୍, ସେଥିରେ ବି ବହୁତ ଜିନିଷ ଅଛି। ଓକେ, ଚାଲନ୍ତୁ, ବହୁତ ଦିନ ପରେ ଆପଣଙ୍କୁ ରିକଲ୍ କଲି, ତ ଯିବା ଆମେ। ଦଳି କୁଆଡେ ଗଲେ? କଣ ଦଳି ତାଙ୍କ ଥିଲା? ତପସ ଦଳି। ଗୁରୁଜୀ ପ୍ଲିଜ ହେଲ୍ପ ମି ଟୁଡେ। ଆଚ୍ଛା, ସେ ଚାଲି ଯାଇଛନ୍ତି ମେସେଜ କରିକିରି। ଓକେ, ଓକେ, ବହୁତ ଭଲ ଲାଗିଲା ଆପଣଙ୍କ ମାନଙ୍କର ଫିଡବ୍ୟାକ ଶୁଣିକି। ଓକେ, ମୁଁ ଭାବୁଛି ଏଞ୍ଜେଲ ବୋଧେ ଆପଣଙ୍କ ମୁହଁରୁ ଏ କଥା ବାହାର କରୁଛନ୍ତି, ମୁଁ ଯୋଉଟା ଚାହୁଁଥିଲି। ରାଇଟ୍,
ଆଉ ଯୋଉ ଦାୟିତ୍ୱ ମତେ ଦେଇଛନ୍ତି ମୁଁ ସୁଚାରୁ ରୂପରେ କରୁଛି ବୋଲି ମୁଁ ଏବେ ଟିକେ ନିଜକୁ ମେହସୁସ କଲି ଆପଣଙ୍କର ବାର୍ତ୍ତାରୁ। ଓକେ, ତ ଚାଲନ୍ତୁ ଯିବା ଆଜି କିଛି ନୂଆ ଜିନିଷ ଜାଣିବା। ରାଇଟ୍, ବସନ୍ତୁ।